ପ୍ରେମ ଜୟ ଜୟ ମା। ଜୟଜୀ ଜୟଜୀ ସରି ଭଲ ସରି ଅଛନ୍ତି? ମୋ ପୁଅ ଟିକେ ବ୍ୟସ୍ତ ଥିଲା। ନାଇଁ ନାଇଁ କିଛି ଅସୁବିଧା ନାହିଁ, ମୁଁ ବୁଝିପାରୁଥିଲି ଆପଣଙ୍କର କଥା ମତେ। ଆପଣ ଆଶୀର୍ବାଦ କରନ୍ତୁ ମୋ ପୁଅ ନାଇଁ ଆଜି ଫାଷ୍ଟ ନାଇଁ, ଟାଇମ୍ ଆଜ୍ଞା USA ଆଜ୍ଞା, ଯାଉଛି। ନିଶ୍ଚୟ ନିଶ୍ଚୟ। ଅଫିସ ଆଜ୍ଞା କାମରେ USA ଯାଉଛି ତ ମାସେ ପାଇଁ ପୁରା। ଆଜ୍ଞା, ଆଉ ମାନେ ଅଫିସ କାମରେ ପୁଅ ଆଜି USA ଯାଉଛି, ଆଶୀର୍ବାଦ କରନ୍ତୁ ତାର ସବୁ ନିଶ୍ଚୟ ସଫଳ। ନିଶ୍ଚୟ ନିଶ୍ଚୟ ମଙ୍ଗଳ ହବ, ପୁଅଙ୍କର ସବୁ ଭଲ ହବ। ସେଇଥିପାଇଁ ଟିକେ ବ୍ୟସ୍ତ ଥିଲି ଫୋନରେ। ଆଚ୍ଛା 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 ଆଚ୍ଛା, ଆପଣଙ୍କ ଫୋନ ଟା ଉଠେଇ ପାରୁନଥିଲି। ଏଇ ଆଜ୍ଞା ଆଜ୍ଞା ଜଷ୍ଟ ଏଇ ସ୍ୱପ୍ନ ଶରୀର ନାଇଁ ସୂକ୍ଷ୍ମ ଶରୀର ସ୍ଥୂଳ ଶରୀର ବିଷୟରେ ମୋର ତ ଏତେ ନଲେଜ ନାହିଁ, ମୁଁ ତା ଭିତରେ ଏତେ ପଶିନି। ଆପଣ ଆଜ୍ଞା କହିଲା ମାନିବା ଭଳିଆ ମୁଁ ଜାଣିଛି। ଆଜ୍ଞା, ଗୋଟିଏ ଜିନିଷ ଜାଣିଛି ଯେ କାଳ୍ପନିକ ଈଶ୍ୱର ଦେବୀ ଦେବତା ଛାଡିକି ଆତ୍ମା ହଉଛି ସତ୍ୟ। ବାସ୍ ବାସ୍, କିଛି ଏଇଟା ଶାସ୍ତ୍ର ପ୍ରମାଣ। ଶାସ୍ତ୍ରରେ ବାରମ୍ବାର ଆତ୍ମାକୁ ଚିହ୍ନେଇବା ପାଇଁ ହିଁ ଭଗବାନ କୃଷ୍ଣ ଚେଷ୍ଟା କରିଛନ୍ତି। ହଁ, ଶାସ୍ତ୍ର ବିଷୟରେ ମୋର ବିଲକୁଲ ନଲେଜ ନଥିଲା। ଆପଣଙ୍କ ଭିଡିଓ ଦେଖିକି ଶାସ୍ତ୍ର ଉପନିଷଦ କେତେଟା ତାକୁ ଜାଣିଲି। ଆଜ୍ଞା ଆଜ୍ଞା ମୁଁ ଯେତେବେଳେ ମୁନି ସମାଜରେ ଆଡମିସନ ହେଲି, ସଦ୍ଗୁରୁଦେବ ଯିଏ ସିଏ ମାନେ ଯେ ଆପଣଙ୍କର ତାଙ୍କର କିଛି ସେଇ ବହିରୁ ମୁଁ କିଛି ଆପଣଙ୍କୁ ଜଷ୍ଟ ଏତେ ଗୁଡେ ତ ଫଟୋ ଉଠେଇକି ଶୁଣେଇବନି। ଆଜ୍ଞା ତାଙ୍କୁ ମୁଁ କୋଟି ଧନ୍ୟବାଦ ମାନେ କୃତଜ୍ଞତା ଜ୍ଞାପନ କରିବି ଯେ ପ୍ରକୃତ ସତ୍ୟର ସନ୍ଧାନ ସେ ଦେଲେ ଯେ ଆତ୍ମା ହିଁ ଈଶ୍ୱର। ଯଦି ଈଶ୍ୱର କିଛି କହୁଥା ତାହେଲେ ସେ କେବଳ ଆତ୍ମା ଛଡା ଆଉ କିଛି ଆଜ୍ଞା ନୁହେଁ। ଆଜ୍ଞା 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 ସେଇଠୁ ମୋର ନଲେଜ ହେଲା। ଆଉ ଯାହା କିଛି ମୁଁ ସେ ବହି ତାଙ୍କରି ବହିରୁ ଟିକେ ପଢିକି ଯାହା କିଛି ଜାଣିଛି। ଆଜ୍ଞା ଆଉ ଏବେ ଆପଣଙ୍କ ଭିଡିଓ ଦେଖିଲା ପରେ ମୁଁ ଶାସ୍ତ୍ର ଉପନିଷଦର କିଛି ଶ୍ଲୋକ ତାକୁ ତ ଆଜ୍ଞା ଆମେ ତ ମୁଁ ତ ସେ ତ ମୁଟେ ଆସିନି, ନଜରକୁ କେବେ ଆସିନି। ଆଜ୍ଞା ଆଜ୍ଞା ସେଥିପାଇଁ ସେଇ କଥା ଏଇ ଯୋଉ ସୂକ୍ଷ୍ମ ଶରୀର ସ୍ଥୂଳ ଶରୀର, କାଲି ବି ଆପଣଙ୍କର ଜଣେ ଅଛନ୍ତି ସେ ଶୁଭଶ୍ରୀ ବରାଳ ମା, ଆଜ୍ଞା 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 ବ୍ରହ୍ମାସ୍ମି ଚ୍ୟାନେଲ ବୋଧେ ତାଙ୍କର, ଆଜ୍ଞା ଆଜ୍ଞା ଆଜ୍ଞା, ସେ ବୋଧେ ଆପଣଙ୍କଠୁ ମୋ ନମ୍ବର ଟା ନେଇଥିଲେ। ସେ କଲ୍ ମୁଁ ହିଁ କରିଥିଲେ। ନମ୍ବର ଦେଇଛି। ଯେତିକ ମା ଭଉଣୀ ମାନେ ମୋ ସାଙ୍ଗରେ ଟିକେ କନେକ୍ଟେଡ ହେଇଥାନ୍ତି, ଯେ ଅଧିକ ଜିଜ୍ଞାସୁ, ଯାହାଙ୍କ ଭିତରେ ମୁମୁକ୍ଷୁତ୍ୱ ଅଛି, ମୁଁ ହିଁ ସବୁ ନମ୍ବର ମୁଁ ତାଙ୍କୁ ଦେଇଛି। ହଁ ଗୋଟେ କଥା ହେଉଛି, ମୋ ସାଙ୍ଗରେ ସମସ୍ତେ କଥା ହେବା ପାଇଁ ଟିକେ କିଛି ଲାଜ ବି କରୁଥିବେ, କିମ୍ବା କିଛି ଟିକେ ମାନେ ଅନକମ୍ଫର୍ଟ ଫିଲ୍ କରୁଥିବେ। ଆଉ ତାଙ୍କ ସାଙ୍ଗରେ ହେଲେ ବହୁତ କମ୍ଫର୍ଟଲି ଫିଲ୍ କରିପାରିବେ। ତେଣୁକରି ସେ ଗ୍ରୁପରେ ମୁଁ ବି ନାହିଁ, ମୁଁ ନାହିଁ, କିନ୍ତୁ ତାଙ୍କୁ କହିଛି। ସିଏ ବି ଯିଏ ପୂଜା ଭଉଣୀ ଅଛନ୍ତି, ତାଙ୍କ ଡାକ ନାଁ ପୂଜା, ତ ସିଏ ବି ବହୁତ ଜାଣିଛନ୍ତି ବହୁତ କଥା, ସିଏ ବି ନିଜେ କିଛି ଅନୁଭବ କରିଛନ୍ତି। ତ ମୁଁ କହିଲି, ଯିଏ ଆଗ୍ରହୀ ଲୋକ ସେ ଗ୍ରୁପରେ ଯୋଡ଼ିବା ପାଇଁ, ଯୋଡ଼ିଲେ ଗୋଟେ ଇଏ ସତ୍ୟର ପ୍ରଚାର ହେବା ଦରକାର। ଅନେକ ଲୋକ ଅଛନ୍ତି, ଅନେକ କଷ୍ଟ କରୁଛନ୍ତି, ଅନେକ ଧନକୁ ମାନେ ପ୍ରୟୋଗ କରୁଛନ୍ତି ଈଶ୍ୱର ପ୍ରାପ୍ତି କରିବା ପାଇଁ। ବିଚରା ତାଙ୍କ ପାଖରେ ଏ ଜ୍ଞାନ ପହଞ୍ଚି ନ ପାରିବାରୁ, ତାଙ୍କ ଭିତରେ ମୁମୁକ୍ଷତ୍ୱ ଥାଇଁକିରି ବି ସେ କିଛି ପାଉନାହାନ୍ତି। ସକାଳୁ ଉଠି ଫୁଲ ତୋଳିବା, କୁହୁଡ଼ି ଭିତରେ ବି ସେମାନେ ଗୋଟେ ମାନେ ସେ ଯେଉଁ ପରିକା ଦେଖିଛନ୍ତି ସେଇ ପରିକା ମାନିଛନ୍ତି, ଅଥକ ପ୍ରୟାସ କରୁଛନ୍ତି, କିନ୍ତୁ ସତ୍ୟକୁ ବୁଝି ପାରୁନାହାନ୍ତି, ଚିହ୍ନି ପାରୁନାହାନ୍ତି। ତ ଏ ସତ୍ୟ ବ୍ୟାପିଲେ, ସତ୍ୟର ଅନୁଷ୍ଠାନ ହେଲେ, ମିଥ୍ୟା ହାରିବ, ମିଥ୍ୟା ଦୂରେଇବ। ଆଉ ମୁମୁକ୍ଷତ୍ୱ ଅନେକ ଲୋକଙ୍କ ପାଖରେ ଥାଇଁକିରି ବି ସେମାନେ ଗୋଟେ ମାର୍ଗ ନ ପାଇ ପାରିବାରୁ ସେ ସତ୍ୟକୁ ଚିହ୍ନି ପାରୁନାହାନ୍ତି। ଆତ୍ମ ସାକ୍ଷାତକାର ସମସ୍ତଙ୍କର ଜନ୍ମସିଦ୍ଧ ଅଧିକାର, ଆଉ ତାକୁ ଲୁଚେଇ ଦିଆଯାଇଛି। ଆଧ୍ୟାତ୍ମିକତାକୁ ସ୍ୱାର୍ଥ ପାଇଁ କିଛି ଲୋକ ଯୋଜନା କରୁଛନ୍ତି। ଆଜ୍ଞା ଆଜ୍ଞା ଆଜ୍ଞା, ହଁ କୁହନ୍ତୁ, ଆପଣ କ'ଣ ପ୍ରଶ୍ନ କ'ଣ ଥିଲା? ଯେଉଁ ସ୍ଥୂଳ କାରଣ ସୂକ୍ଷ୍ମ ଶରୀରର କାରଣ ଶରୀର ମୁଁ ବି ଲେଖିଥିଲି। ଗୁରୁଦେବ ମାନେ ସଦ୍ଗୁରୁଦେବ ଯୋଉ ବହି ଲେଖିଛନ୍ତି, ମୁଁ ତା ଦେହରୁ ଯେତିକି ଜାଣିଥିଲି, ଆଜ୍ଞା ସିଏ ଧର ମନେ କରନ୍ତୁ ସେ ଲେଖିଛନ୍ତି, ବଡ ବଡ ବ୍ରହ୍ମଜ୍ଞାନୀ ମାନେ କହନ୍ତି ଯେ ଆତ୍ମା ପରମାତ୍ମା ବା ବ୍ରହ୍ମ ନିରାକାର, ଅରୂପ ଏବଂ ଅଶରୀରୀ ଅଟେ। ଆଜ୍ଞା ଜୀବକୁ ସମସ୍ତେ ଜାଣନ୍ତି, ଯେ ପର୍ଯ୍ୟନ୍ତ ସେ ଜୀବିତ, ଯେ ଆଜ୍ଞା ପର୍ଯ୍ୟନ୍ତ ନ ମରିଛି, ସେ ପର୍ଯ୍ୟନ୍ତ ସାକାର ଶରୀର ଏବଂ ମୂର୍ତ୍ତିମାନ ଅଟେ। ଆଜ୍ଞା ମାତ୍ର ଲୋକମାନଙ୍କର ଧାରଣା ଯେ ମୃତ୍ୟୁ ପରେ ସେ ମଧ୍ୟ ଅଶରୀରୀ, ନିରାକାର, ନିର୍ଲେପ ଏବଂ ଅରୂପ ହୋଇଯାଏ। ଆଜ୍ଞା ମାତ୍ର ବ୍ରହ୍ମକୁ ସମସ୍ତେ ନିରାକାର, ନିର୍ବିକାର, ନିର୍ଲେପ, ନିର୍ଗୁଣ, ଅରୂପ ଏବଂ ଅଶରୀରୀ ବୋଲି ମାନନ୍ତି। ଏଇ ଆଜ୍ଞା ବ୍ରହ୍ମ ମଧ୍ୟ ଯଦି ଥିବ, ଗୁରୁଦେବ ଏଇ ବ୍ରହ୍ମ ଯଦି ଥିବ, ତେବେ ଅନାତ୍ମା ନୁହେଁ, ସେ ଆତ୍ମା ହୋଇଥିବ। ଜଡ ନୁହେଁ, ଅନାତ୍ମା ନୁହେଁ, ଆତ୍ମା ହୋଇଥିବ। ଆଜ୍ଞା ନିର୍ଜଳ ନୁହେଁ, ନିର୍ଜୀବ ନୁହେଁ, ସଜୀବ ହୋଇଥିବ। ଆଜ୍ଞା ଏହାର ବ୍ୟକ୍ତିତ୍ୱ ଅସ୍ତିତ୍ୱ ଥିବ। ଆଜ୍ଞା ମାତ୍ର ଏହା ନିଶ୍ଚିତ ଯେ କୌଣସି ସଚେତନ ସଜୀବ ବା କୌଣସି ଆତ୍ମା କେବେ ଅଶରୀରୀ ହୋଇନଥାଏ। ଆଜ୍ଞା ଆତ୍ମା ଯେକୌଣସି ଅବସ୍ଥାରେ ଥାଉ ନା କାହିଁକି ସେ ଶରୀର ହୋଇଥିବ, ଆଉ ଶରୀର ସହିତ ହିଁ ଥିବ। ଆଜ୍ଞା ତ ସେଇ କଥା ସେ କହିଛନ୍ତି, କୌଣସି ଲେଖିଛନ୍ତି, ଏହା ମଧ୍ୟ ଆମେ ସ୍ୱୀକାର କରୁନାହୁଁ ସତ୍ୟ ଯେ ଆତ୍ମା ସବୁ ଅବସ୍ଥାରେ ସ୍ଥୂଳ ଶରୀର ସହିତ ରହେ ନାହିଁ। କୌଣସି ଅବସ୍ଥାରେ ସ୍ଥୂଳ ଶରୀର ଠାରୁ ସମ୍ବନ୍ଧ ବିଚ୍ଛେଦ କରି ସୂକ୍ଷ୍ମ ଶରୀରରେ ରହେ, ସୁନ୍ଦର ସୁନ୍ଦର, ହଁ କୁହନ୍ତୁ କୁହନ୍ତୁ, ମୁଁ ଧରିପାରୁଛି। ହଁ କିନ୍ତୁ ଶରୀରରେ ହିଁ ରହେ। ହଁ ସ୍ଥୂଳ ହେଉ ବା ସୂକ୍ଷ୍ମ ବା ଉଭୟ ଶରୀର ହେଉ, ଏହା ବିନା ଶରୀରରେ କେବେ ବି ରହେ ନାହିଁ।
ହଁ ହଁ ବର୍ତ୍ତମାନ ଜାଗ୍ରତ ଅବସ୍ଥାରେ ସ୍ଥୂଳ ଶରୀର ସହିତ ସୂକ୍ଷ୍ମ ଶରୀର ସହିତ ମାନେ ଦିଟା ସହିତ ଥାଏ ଜାଗ୍ରତ ଆଜ୍ଞା ଅବସ୍ଥାରେ, ଆଜ୍ଞା ଆଜ୍ଞା କିନ୍ତୁ ମୃତ୍ୟୁ ପରେ ସ୍ଥୂଳ ଶରୀର ରହେ ନାହିଁ, କେବଳ ସୂକ୍ଷ୍ମ ଶରୀର ରହେ। ହଁ ଆଉ ହଁ ଶୁଣନ୍ତୁ ସୂକ୍ଷ୍ମ ମୃତ୍ୟୁ ଏଇଠି ଆମେ ଏଇଠି ଟିକେ ରୋକିକିରି ଆକୁ ବୁଝି ବୁଝିକା ଯିବା। ହଁ ମୂଳ କଥା ଆପଣ ମୃତ୍ୟୁ ମୃତ୍ୟୁ କାହାର ମୃତ୍ୟୁ ମୁଁ କାହାର ରେକର୍ଡିଂ କରିବି, କଣ କହିଲେ? ମୁଁ ଟିକେ ରେକର୍ଡିଂ କରିବି ଆପଣଙ୍କ କଥାଟା, ମୁଁ ପୁଣି ଶୁଣିବି ନା, ହଁ ଭୁଲିଯିବି। ରେକର୍ଡିଂ କରନ୍ତୁ ରେକର୍ଡିଂ କରନ୍ତୁ। ଦେଖିବା ହଉଛି ନା ହଉନି। ନାଇଁ ଶୁଣନ୍ତୁ ଆମେ କଥା ହେବା, ମୋର ରେକର୍ଡିଂ ହେଉଛି, ମୁଁ ପଠେଇଦେବି ଆପଣ ଶୁଣିବେ। ସେଇଆ କରି ମୋର ମୁଁ ହଉନି। ପଠେଇଦେବି ମୁଁ ପଠେଇଦେବି ମୁଁ ଆଜ୍ଞା। ପଠେଇଦେବି। ହଁ ଏଠି ପ୍ରଶ୍ନ ଉଠୁଛି ମୃତ୍ୟୁ କାହାର ହେଉଛି? ହୁଁ ଗୁରୁଦେବ କାହାକୁ କହିଛନ୍ତି ମୃତ୍ୟୁ ବୋଲିକିରି? ହଁ ଆପଣଙ୍କ ଅନୁଯାୟୀ ସେ ଯେଉଁ ବହି ପଢ଼ିଲେ ସେ ହୁଁ ବହିରେ ଗୁରୁଦେବ ମୃତ୍ୟୁ କାହାକୁ କହିଛନ୍ତି? ଗୁରୁଦେବ ତ ପ୍ରଥମେ ମୁଁ ଶୁଣିଛି, ସେ ପଢିଛି ଯେ ମୃତ୍ୟୁ ଯାହାର ଜନ୍ମ ତାହାର ମୃତ୍ୟୁ ହବ। ବାସ୍ ଜନ୍ମ ନଉଛି କିଏ? ଶରୀର। ଆଜ୍ଞା ସାକାର ଶରୀରଟା ଜନ୍ମ ଆସୁଛି, ତାର ଜନ୍ମ ତ ଆଜ୍ଞା ତେଣୁ ଶରୀରର ହବ, ଯଦି ମୃତ୍ୟୁ ହବ ଶରୀରର ହବ। ତ ଆଜ୍ଞା ପୁଣି ସେ କହୁଛନ୍ତି ଯେ ମୃତ୍ୟୁ କାହାରି ମୃତ୍ୟୁ ହଉନି। ହରି ବୋଲ। ବାସ୍ ଆପଣଙ୍କ ପାଟିରେ କଥାଟା ଶୁଣିଲି, ଖୁସି ହଁ ଲାଗିଲା। ଶୁଣନ୍ତୁ ଆମେ ହୁଁ ବୁଝିବା, ଏବେ ବୁଝିବା। ହୁଁ ଯେହେତୁ ନିଜେ ହିଁ ଆପଣ କହିଦେଲେ ଅସଲି କଥାଟା। ଶୁଣନ୍ତୁ ଗୋଟେ କଥା ହେଲା, ହୁଁ ଏଠି କହିଲେ ଆତ୍ମା ସଦାବେଳ ପାଇଁ ସ୍ଥୂଳ ଶରୀରରେ ରୁହନ୍ତିନି, ବିଲକୁଲ ସତ୍ୟ। ହୁଁ କେତେବେଳେ ସେ ସୂକ୍ଷ୍ମ ଶରୀରରେ ରହନ୍ତି, ଏଇଟା ବି ହୁଁ ସତ୍ୟ। କେମିତି ରୁହନ୍ତି? ଆମେ ଯେତେବେଳେ ଦେହ ଭାବରେ ପରିଚାଳନା କରୁଛେ, କାମ କାର୍ଯ୍ୟ କରୁଛେ, ବହିର୍ମୁଖୀ ହେଇକିରି କିଛି କାହା ସାଙ୍ଗରେ ଚର୍ଚ୍ଚା କରୁଛେ, କିମ୍ବା ମୁଁ ଗୋଟେ ଖାଦ୍ୟ ପ୍ରସ୍ତୁତ ରୋଷେଇ କରୁଛି, କିମ୍ବା ମୁଁ ଜଣେ ଚାଷୀ, ମୁଁ ଜଣେ ଚାଷ କରୁଛି, ବଳଦ ସାଙ୍ଗରେ ମୁଁ ହଳ କରୁଛି, ତ ସେଠି ମୁଁ ସ୍ଥୂଳ ଶରୀର ସାଙ୍ଗରେ ସମ୍ପର୍କ ରଖିକିରି ବହିର୍ମୁଖୀ ଅଛି। ହୁଁ ବୁଝିପାରୁଛନ୍ତି? ଆଚ୍ଛା ହୁଁ ସୂକ୍ଷ୍ମ ଶରୀର କଣ? ମୁଁ ହଳ କରୁଛି, ମୁଁ ଟିକେ ବସି ପଇଲି, ଟିକେ ଭାବିଲି, ଭାବନା ଭିତରେ ହଜିଗଲି। କାଲି ମୁଁ ଯେଉଁ ସାର ଆଣିଥିଲି, ସେ ସାର ପକେଇଲେ ଗଛ ଭଲ ହବ ତ? ସାର ଦୋକାନୀ ଟିକେ ବେଶୀ ପଇସା ନେଇଗଲା କି? ମାନେ ସେଠି ମୁଁ ମନ ଭିତରକୁ ପଳେଇଲି, ହୁଁ ମୁଁ ସେଠି ସୂକ୍ଷ୍ମ ଶରୀରକୁ ପଳେଇଲି। ହୁଁ ଧରିପାରୁଛନ୍ତି? ତାପରେ ହୁଁ ହଉଛି କାରଣ ଶରୀର। ହୁଁ କାରଣ ଶରୀର ଯେତେବେଳେ ଆମେ କିଛି ତର୍ଜମା କରୁଥାଉ, ଆମେ କିଛି ଧାରଣା କରୁଥାଉ, ଆମେ କିଛି ସତ୍ସଙ୍ଗରେ ବି କିଛି ଅନ୍ତର୍ମୁଖୀ ହେଇକିରି ଅନ୍ତର୍ଯାତ୍ରା କରୁଥାଉ, ଯେତେବେଳେ ଆପଣଙ୍କର ମୃତ୍ୟୁ ମାନେ କଣ? ଯେତେବେଳେ ଶରୀର ନଥାଇ, ମନ ନଥାଇ, ମୋ ସାଙ୍ଗରେ ମୁଁ ରହୁଛି। ଏଇଟା ହୁଁ ପ୍ରତିଦିନ ଆମେ ଅନୁଭବ କରୁଛେ। ହୁଁ ମୃତ୍ୟୁ ମାନେ ଯେହେତୁ ଆମେ ଛୋଟବେଳଠୁ ବୁଝିଆ ହେଇଛେ ଦେହର ମରଣ, କିଏ ଶରୀର ମରିଗଲା ଆମେ କହୁଛେ ତାଙ୍କ ମୃତ୍ୟୁ ହେଇଗଲା, ସେ ମରିଗଲେ, ଆଙ୍କ ଯାହା ବି ଯିଏ ବି ମୃତ୍ୟୁ ହଉଛି, ଦେହର ମୃତ୍ୟୁକୁ ହିଁ ଯେହେତୁ ଆମେ ମୃତ୍ୟୁ ରୂପରେ ମାନିଛେ କିମ୍ବା ଶୁଣିଛେ, ସେଇପରି କାହା ଆମେ କଳ୍ପନା କରୁଛେ। କିନ୍ତୁ ଏଠି ମୃତ୍ୟୁ ହେଲା ସ୍ତର କଥା କୁହାଯାଉଛି। ମାନେ ହୁଁ ରାତିରେ ଭାବି ନିଅନ୍ତୁ, ଆମେ ଶୋଇ ପଇଲେ, ଗାଢ ହୁଁ ନିଦ୍ରା ଅବସ୍ଥାକୁ ପଳେଇଲେ, ସେଠି ଆଉ ସ୍ଥୂଳ ଶରୀର ନାହିଁ, ସେଠି ଆଉ ସୂକ୍ଷ୍ମ ଶରୀର ବି ନାହିଁ, ସେଠି ଆଉ କାରଣ ଶରୀର ବି ନାହିଁ। କାରଣ ଶରୀର ନାହିଁ ମାନେ କଣ? କାରଣ ଶରୀର ପ୍ରଥମେ ଆପଣ ବୁଝିଛନ୍ତି ତ, କାରଣ ଶରୀର କଣ? ହଁ ଆପଣ କହିଥିଲେ, ଆଜି ଦେଖୁଥିଲି ଭିଡିଓ ନା, ଯୋଉ ହଁ କାରଣ ଅଜ୍ଞାନ। କାରଣ ଶରୀର ହେଉଛି ଯାହା କାରଣରୁ ଅବିଦ୍ୟା ସୃଷ୍ଟି ହେଇଛି, ଯେଉଁ ସ୍ତରରେ ମନରେ ଅବିଦ୍ୟା ସୃଷ୍ଟି ହେଇଛି, ମାନେ ମନର ସେ ସ୍ତର ଯେଉଁ ସ୍ତରରେ ମୁଁ ନିଜକୁ ଦେହ ମାନିଛି, ମୁଁ ହୁଁ ନିଜକୁ ନାମ ମାନିଛି, ମୁଁ ନିଜକୁ ଏକ ଆକାର ମାନିଛି। ହୁଁ ବୁଝିପାରୁଛନ୍ତି ତ? ସେଇଟା କାରଣ ଶରୀର। କାରଣ ହୁଁ ଶରୀର ବି ନିଦ୍ରା ଅବସ୍ଥାରେ, ଗାଢ ନିଦ୍ରା ଅବସ୍ଥାରେ ଅଦୃଶ୍ୟ ହେଇଯାଉଛି। ମୁଁ ଶୋଇ ପଇଲି, ମୁଁ ନିଦ୍ରା ଅବସ୍ଥାକୁ ପଳେଇଲି, ମୁଁ ଭୁଲି ଯାଇଛି ଯେ ମୁଁ କିଏ। ମୋ ମନରେ ଯୋଉ ମୁଁ ରୂପକ ଅହଙ୍କାର ଥିଲା, ଅହଙ୍କାର ମାନେ ଏଠି ଗର୍ବ ଅହଙ୍କାର କଥା କୁହାଯାଉନି, ଏଠି ଅହଙ୍କାର ମାନେ ଅବିଦ୍ୟା କଥା କୁହାଯାଉଛି। ହୁଁ ଅଜ୍ଞାନ ରୂପକ ଅହଙ୍କାର ଏଠି କୁହାଯାଉଛି। ତ ଏଠି ଅଜ୍ଞାନରେ ମୁଁ ଯେଉଁ ଦେହ ରୂପରେ ମାନିଥିଲି, ମୁଁ ଏ ଦେହ, ମୋର ଏ ନାଁ, ମୁଁ ଅମକ ଗାଁରୁ ଅଟେ, ମୋର ଏ ଘର, ମୋର ଏ ପଦପଦବୀ, ଯାହାବି ମୁଁ ଦେହ ରୂପରେ ଚିହ୍ନିଥିଲି, ସେଠି ଅହଙ୍କାର ବି ମିଟିଗଲା, ସେଠି ଅଦୃଶ୍ୟ ହେଇଗଲା। ସେଠି ତାହେଲେ କିଏ ଅଛନ୍ତି? କେବଳ ମୁଁ ଅଛି। ମୁଁ ହୁଁ ଅଛି, ମୋ ସାଙ୍ଗରେ ଆଉ ମନ ଯୋଡ଼ି ହେଇନି। ଏଠି ମୂଳ ହୁଁ କଥା ଦେଖନ୍ତୁ, ଆତ୍ମା ଶରୀର କି ସଂସାର ଅଲଗା ନୁହନ୍ତି, ଇଏ ସବୁ ଏକ ହିଁ ଅଛନ୍ତି, ଏକ ଅଛନ୍ତି। ଆତ୍ମାରୁ ହିଁ ପଞ୍ଚଭୂତ ଜନ୍ମ ନେଇଛି, ହୁଁ ପଞ୍ଚଭୂତରେ ହିଁ ପ୍ରପଞ୍ଚ ତିଆରି ହେଇଛି, ପ୍ରପଞ୍ଚରେ ହିଁ ଏ ଶରୀର ବି ପ୍ରପଞ୍ଚ, ହୁଁ ଶରୀର ବି ପଞ୍ଚଭୂତ। ହୁଁ ତ ଏ ଶରୀର
ଶରୀରର ଆଧାର ଇନ୍ଦ୍ରିୟ, ଇନ୍ଦ୍ରିୟଙ୍କର ଆଧାର ମନ, ମନର ଆଧାର ବ୍ରହ୍ମ। ମାନେ ଆମେ ଏମିତି ବୁଝିବା, ଗୋଟେ ଗଛ ଅଛି, ଗୋଟେ ଗଛର ଚେରକୁ ଯଦି ଆମେ ଭାବିବା ବ୍ରହ୍ମ, ଡାଳକୁ ତା ଗଛର ଯୋଉ ପତ୍ରକୁ ଆମେ ଭାବିବା ଏ ଯୋଉ ପ୍ରପଞ୍ଚ ଭାବିବା, ତାର ଯୋଉ ଆମ ଫୁଲକୁ ଫଳକୁ ଆମେ ଭାବିବା ମନ ଭାବିବା, ମାନେ ଏ ସବୁ ଏକ, ହୁଁ ଏସବୁ ଏକ। ପତ୍ର ଠାରୁ ଚେର ଅଲଗା ନୁହେଁ, ହୁଁ ଗଛ ଠାରୁ ଫଳ ଅଲଗା ନୁହେଁ। କିନ୍ତୁ ହୁଁ ଆମେ ଯେହେତୁ ତତ୍ଵଜ୍ଞାନକୁ ଛୋଟବେଳଠୁ ଟିକେ ଅଧ୍ୟୟନ କରିନେ, ଦେହ ଭାବରେ ସଂସାରରେ ବଢି ଆସିଛେ, ଆମକୁ ସେଇ ପ୍ରକାର ଚିହ୍ନଟ କରାଯାଇଛି, ୟା ଆମର ସେ ତାଙ୍କର, ଜାତି ଧର୍ମ ଆଜି ତ ଜାଣିଛନ୍ତି କେତେ କଣ କାଟି ବାଣ୍ଟିକିରି ସେ ଏକକୁ ଅନେକ କରିଦେଇଛେ। ତ ସେଇ ସଂସାରିକ ମନୋବୃତ୍ତିକୁ ନେଇକରି, ସେଇ ଜ୍ଞାନକୁ ନେଇକି ଯେତେବେଳେ ଆମେ ପରଖୁଛେ, ଏ କଥାଟି ଟିକେ ଅତିଶୟୋକ୍ତି ଲାଗୁଛି। ଏ କଥା ଆମ ମନ ଧରି ପାରୁନି। ମୃତ୍ୟୁ ହଉନି କେମିତି? ଶରୀର ତ ଅଦୃଶ୍ୟ ହିଁ ହଉଛି। ଅଦୃଶ୍ୟ କେମିତି ହଉଛି ତାକୁ ଯଦି ଆମେ ପରଖିବା, ସେ ପଞ୍ଚଭୂତରେ ଫେରେ ମିଶି ଯାଉଛି। ତାହେଲେ ଆଉ ଗୋଟେ ଜିନିଷ ଆମେ ପରଖିବା, ଯୋଉ ମୃତ ଶରୀର ଆମେ କହୁଛେ, ସେ ଶରୀର ଜନ୍ମ କେମିତି ହେଇଥିଲା? ଶରୀରରୁ ଶରୀର ଜନ୍ମ ହେଲା, ସେ ପ୍ରକୃତିରୁ ହିଁ ଶରୀର ରୂପକ ଏ ଶରୀର ଜନ୍ମ ହେଲା, ଫେର ସେ ପ୍ରକୃତି ଭିତରେ ହିଁ ଶରୀର ଫେର ମିଶିଗଲା, ବିଲୀନ ହେଇଗଲା। ତ ଶରୀରର ଜନ୍ମର ପଛାଡେ, ଶରୀରର ମୃତ୍ୟୁର ପଛାଡେ, କିମ୍ବା ଏ ଯୋଉ ଜନ୍ମ ମୃତ୍ୟୁକୁ କିଏ ଦେଖୁଛନ୍ତି, କିଏ ପରଖୁଛନ୍ତି? ତ ଫେର ଆଉ ଥରେ ଓଲଟା ଯାତ୍ରା ଆରମ୍ଭ ହେଇଯିବ, ମୋ ପାଖକୁ ଆସିଯିବ ଭାରି, ନିଜ ଉପରକୁ ଆସିଯିବ ଭାରି। ମୁଁ ହିଁ ଏ ଜନ୍ମ ମୃତ୍ୟୁକୁ ପରଖୁଛି, ମୁଁ ହିଁ ଏ ଜନ୍ମ ମୃତ୍ୟୁକୁ ଦେଖୁଛି। ମୁଁ ଆଧାର, ମାନେ ବ୍ରହ୍ମ ଏଠି ଶକ୍ତି ରୂପରେ, ଆଧାର ରୂପରେ ଭିତରେ ଅଛନ୍ତି, ଭୌତିକ ବସ୍ତୁ ପଦାର୍ଥ ରୂପରେ ବାହାରେ ଅଛନ୍ତି। ଆମେ କଣ କରୁଛେ, ଯୋଉ ଭୌତିକ ଜ୍ଞାନକୁ ଯୋଉ ପରିକା ଆମେ ଶିଖିଛେ, ସେଇ ପରିକା ସେଇ ଧାରାରେ ହିଁ ଆମେ ସବୁ ଜିନିଷକୁ ପରଖିବା ପାଇଁ ଚେଷ୍ଟା କରୁଛେ। ପରଖିବା ପାଇଁ ଚେଷ୍ଟା କରୁଛେ କଣ, ଏ ବ୍ରହ୍ମ ଜ୍ଞାନକୁ ବୁଝିବା ପାଇଁ ଟିକେ ଶାନ୍ତ ମନ, ଏକାଗ୍ର ଚିତ୍ତ, ବିବେକର ଆବଶ୍ୟକ ଅଛି। ଯାହା ବି ସଂସାରରେ ମୁଁ ଦେଖୁଛି, ଯାହା ବି ଦେଖୁଛି, ମାନେ ଗୋଟେ ଗଛଟେ ଭାବି ନିଅନ୍ତୁ, ଗୋଟେ ଗଛଟେ ଆମେ ମଞ୍ଜିଟେ ପୋତିଲେ, ସେ ମଞ୍ଜି ଫେରେ ବୃକ୍ଷ ହେଲା, ସେ ବୃକ୍ଷ ଫେରେ ଅଦୃଶ୍ୟ ହେଇଗଲା। ବୃକ୍ଷ, ଛୋଟ ଗଛଟେ ଭାବି ନିଅନ୍ତୁ, ଗୋଟେ ଭେଣ୍ଡି ମଞ୍ଜିଟା ଆମେ ପୋତିଲେ, ଭେଣ୍ଡି ଗଛଟା ଗଛ ହେଲା, ସେ ଭେଣ୍ଡି ଫଳିଲା, ଫେର ସେ ଗଛଟା ଫେରେ ଅଦୃଶ୍ୟ ହେଇଗଲା, ମରିଗଲା। ତ ସେ ଭେଣ୍ଡି ଗଛକୁ, ସେ ଯୋଉ ପ୍ରକୃତିକୁ ମୁଁ ହିଁ ପରଖୁଛି, ମୁଁ ହିଁ ଦେଖୁଛି। ତ ଭୌତିକ ବସ୍ତୁ ପଦାର୍ଥ ଯାହା ବି ଦେଖୁଛି, ଯାହା ବି ପରିବର୍ତ୍ତନ ହଉଛି, ଗୋଟେ ସାଧାରଣ ଗଛ ହଉ, ଗୋଟେ ପକ୍ଷୀ ହଉ, ଗୋଟେ ପଶୁ ହଉ, ଗୋଟେ ମଣିଷ ହଉ, ଯାହା ବି ହଉ, ସବୁର ଆଧାର ମୁଁ, ସବୁର ଆଧାର ଆତ୍ମା। ଆତ୍ମା ମାନେ କି ମୁଁ। ଆତ୍ମାକୁ ଆମେ ଏବେ ଗୋଟେ କଣ ନା, ଆମେ ଭାବିଛେ ଆତ୍ମା କଣ ଗୋଟେ ଶକ୍ତି ପରିକା ହେଇଥିବ, ଗୋଟେ ଆତ୍ମା କଣ ଗୋଟେ ଲାଇଟ୍ ପରିକା ହେଇଥିବ, ଗୋଟେ ଟିଭିରେ ଯେମିତିଆ ଦେଖିଛେ, କିମ୍ବା ଆଜିକାଲି ସିନେମାରେ ବହୁତ ସାରା ଏନିମେସନ କରିକିରି ଗୋଟେ ଛବି ଭଳିଆ ଦେଖେଇ ନଉଛନ୍ତି ଆତ୍ମାକୁ। ଆମେ ଭାବୁଛେ ସେ କଣ ଗୋଟେ ଜିନିଷ ହେଇଥିବ, ସେ କଣ ଗୋଟେ ବସ୍ତୁ ହେଇଥିବ। କିନ୍ତୁ ସିଏ ଆତ୍ମାକୁ ଆମେ କୌଣସି ଭୌତିକ ବସ୍ତୁ ପଦାର୍ଥ ସାଙ୍ଗରେ ତୁଳନା କରିକି ଦେଖେଇ ପାରିବାନି। କାହିଁ ଦେଖେଇ ପାରିବାନି? ତାଙ୍କର କୌଣସି ଆକାର ନାହିଁ, ତାଙ୍କର କୌଣସି ଆକୃତି ନାହିଁ। ତାପରେ ସବୁଠାରୁ ବଡ କଥା ହେଲା, ସିଏ ବିଷୟ, ସିଏ ଆଧାର, ଆଉ ସିଏ ଆପଣ ନିଜେ। ତ ଏଠି ବାହାରେ ଯୋଉ ବସ୍ତୁ ପଦାର୍ଥକୁ ଆମେ ପରଖୁଛେ, ସେ ବସ୍ତୁ ପଦାର୍ଥକୁ ଓଲଟା ଷ୍ଟପରେ ଗଲେ ଫେର ଆଉ ଥରେ ନିଜ ପାଖରେ ପହଞ୍ଚି ପାରିବେ। ଯୋଉ ଜନ୍ମ ମୃତ୍ୟୁକୁ ଆମେ ଦେଖୁଛନ୍ତି ମାନେ କଣ, ଏ ଯୋଉ ଶରୀର ଦେଖୁଛି, ଇନ୍ଦ୍ରିୟ ମାଧ୍ୟମରେ ଦେଖୁଛି, ମନରେ ଦେଖୁଛି, ଇଏ ସବୁ ବିଚାର ନୁହେଁ କି? ଭଲ କିନି ପରଖନ୍ତୁ, ଏସବୁ ଆମେ ଯାହା ବି ଚର୍ଚ୍ଚା ହଉଛେ, ଇଏ ସବୁ ବିଚାର। ଭାବି ନିଅନ୍ତୁ, ଆମକୁ ଗୋଟେ ମେସିନରେ ବସେଇ ଦେଲେ, ଆଜିକାଲି ତ ଇଲନ ମସ୍କ ବ୍ରେନ୍ ଉପରେ ବି, ନ୍ୟୁରୋ ସାଇନ୍ସ ଉପରେ ବି ବହୁତ ସାରା ଏକ୍ସପେରିମେଣ୍ଟ କରୁଛନ୍ତି। ଭାବି ନିଅନ୍ତୁ, ଗୋଟେ ମେସିନ୍ ତିଆରି କଲେ, ସେ ଆମ ମୁଣ୍ଡରେ ରଖିକିରି ଡିଲିଟ୍ ବଟନକୁ ଚିପିଦେଲେ, ଆମ ଭିତରେ ସ୍ମୃତି ଅଦୃଶ୍ୟ ହେଇଗଲା, କୌଣସି ବିଚାର ନାହିଁ, ଜନ୍ମ ନାହିଁ, ମୃତ୍ୟୁ ନାହିଁ, ଭାଷା ନାହିଁ, କିଛି ନାହିଁ। ଆମେ ଯାହା ବି ଛୋଟବେଳଠୁ ଅନୁଭବ କରିଥିଲେ, ଯାହା ବି ସ୍ମୃତି ସଂଗ୍ରହିତ ଥିଲା, ସବୁ ଡିଲିଟ୍ ହେଇଗଲା। ଆଚ୍ଛା, ଆପଣ ଶୁଦ୍ଧ ସ୍ଥିତିରେ ଅଛନ୍ତି, ଶିଶୁ ପରିକା ଅଛନ୍ତି, ଗୋଟେ ଯେମିତି ଛୋଟ ବାଳକ ଅଛନ୍ତି, ସେଇ ପରିକା ଶିଶୁ ପରିକା ଅଛନ୍ତି। ଆଚ୍ଛା, ସେ ସ୍ଥିତିକୁ ଯାଇକି ଦେଖନ୍ତୁ, ସେଠି ଜନ୍ମ ମୃତ୍ୟୁ ପ୍ରତି ଆଉ କିଛି ଡର ଥିବ କି? କିଛି ଭୟ ଥିବ କି? ତ ଏଠି ଜନ୍ମ ମୃତ୍ୟୁ ପ୍ରତି ଯୋଉ ଡର ଭୟ ରହୁଛି, ଇଏ ଏକ ବିଚାରଧାରା ନୁହଁ କି? ଇଏ ଏକ ଚିନ୍ତାଧାରା ନୁହଁ କି? ଧରି ପାରୁଛନ୍ତି?
ଭାବି ନିଅନ୍ତୁ ଗୋଟେ ଛୋଟ ବାଳକ, ଗୋଟେ ଛୋଟ ଶିଶୁ ଅଛନ୍ତି ଯାହାଙ୍କ ବୟସ 1 ବର୍ଷ, 1 ବର୍ଷରୁ କମ, ମାନେ 6 ମାସ 7 ମାସ ଅଛି। ସେ 7 ମାସର ଶିଶୁର ମାଙ୍କର ଯଦି ଦେହାନ୍ତ ହେଇଗଲା, ସେ ଶିଶୁ କେବେ ହେଲେ କାନ୍ଦିବ କି ଦେହାନ୍ତ ହେଇଗଲା ବୋଲିକିରି? କିଛିର ତ ପ୍ରଭାବ ପଡିବନି ତା ବାସ୍ ଉପରେ। ବାସ୍ ସେ କିଛିର ପ୍ରଭାବ ପଡିବନି। ପ୍ରଭାବ ଏଠି ପଡୁଛି କୋଉଠି? ଚିନ୍ତାଧାରାକୁ ନେଇକିରି, ହଁ ବିଚାରଧାରାକୁ ନେଇକିରି, ମନର ବୃତ୍ତିକୁ ନେଇକିରି। ଆମେ ଆମେ ଏ ଯୋଉ ଭୌତିକ ଜ୍ଞାନକୁ କେବଳ ଶିଖିଛେ, ଭୌତିକ ଜ୍ଞାନ ସାଙ୍ଗରେ ଆତ୍ମଜ୍ଞାନ ଯୋଡି ହେଇନି, ବ୍ରହ୍ମ ଜ୍ଞାନ ଯୋଡି ହେଇନି। ଯେତେବେଳେ ମୁଁ ଜାଣିବି ମୁଁ ଆତ୍ମା, ମୁଁ ଜାଣିବି ଏଟା ସତ ବି, ଏଟା କୌଣସି କଳ୍ପନା ନୁହଁ, ଏଟା କୌଣସି କାଳ୍ପନିକ କଥା ନୁହଁ ଯେ ଆମେ ମାନିବା ଏ ଜନ୍ମ ପରେ ଆମେ କୋଉଠି ବୈକୁଣ୍ଠକୁ ଯିବା, ଆମେ କୋଉଠି କୈଳାସକୁ ଯିବା। ସେଠି କଳ୍ପନା ଅଛି। ମୃତ୍ୟୁ ପରେ କଣ ହବ, ସ୍ୱର୍ଗ ଅଛି, ନରକ ଅଛି, ଭଲ ଅଛି, ମନ୍ଦ ଅଛି, ଯମରାଜା ଅଛନ୍ତି କି ଯାହା, ଇଏ ସବୁ କଳ୍ପନା। କିନ୍ତୁ ବ୍ରହ୍ମ ଜ୍ଞାନରେ ସବୁ ସ୍ପଷ୍ଟ। ଏ ଯୋଉ ସଂସାରକୁ ମୁଁ ହିଁ ତ ଦେଖୁଛି ନା, ତ ମୁଁ କୋଉଠି ଦେଖୁଛି? ମନର ଊର୍ଦ୍ଧ୍ୱରେ ଥାଇକି ଦେଖୁଛି। ମନର ଊର୍ଦ୍ଧ୍ୱରେ ଯଦି ମୁଁ ଅଛି, ତାହେଲେ ମନକୁ ବି ମୁଁ ଦେଖୁଛି, ମନକୁ ବି ମୁଁ ପରଖୁଛି। ତ ମନରେ ଏ ଯୋଉ ଚିନ୍ତାଧାରାକୁ ନେଇକରି, ମନରେ ଏ ଯୋଉ ବିଚାରଧାରାକୁ ନେଇକରି ମୁଁ ସବୁ ଜିନିଷକୁ ପରଖୁଛି। ଯୋଉଠି ବିଚାରଧାରା ମିଶି ଯାଉଛି, ମତେ ସେଟା ସତ ପରିକା ଲାଗୁଛି। ଆଉ ବ୍ରହ୍ମ ଜ୍ଞାନରେ କିଛି କଥା ମିଶୁ ନଥାଏ, କିଛି ଧାରଣା ମିଶୁ ନଥାଏ, ସେଟା ଟିକେ ଆମକୁ ଟିକେ ଅଜବ ଅଜବ ସା ଲାଗୁଥାଏ। ଅଜବ ଅଜବ ସା କଣ? ଲୋକ ତ ମରୁଛନ୍ତି, କେତେ ଲୋକ ପ୍ରତିଦିନ ମରୁଛନ୍ତି, ହସ୍ପିଟାଲରେ ମରୁଛନ୍ତି, ତ ଆମେ କହିବା କେମିତି ମୃତ୍ୟୁ ହଉନି ବୋଲିକିରି? ତ ଇଏ ଗୋଟେ ବିଚାରଧାରା, ଇଏ ଗୋଟେ ଚିନ୍ତାଧାରା। ଚିନ୍ତାଧାରା କଣ? ନିଜକୁ ନ ଚିହ୍ନି ପାରିବାରୁ, ନିଜକୁ ଦେହ ରୂପରେ ମାନିଥିବାରୁ ଶରୀରର ମୃତ୍ୟୁକୁ ଆମେ ପରଖୁଛେ, ଶରୀରର ଜନ୍ମକୁ ଆମେ ପରଖୁଛେ, କିନ୍ତୁ ଜନ୍ମ ମୃତ୍ୟୁର ଆଧାର କିଏ, ଜନ୍ମ ମୃତ୍ୟୁ କେମିତି ହଉଛି, ତାର ପ୍ରୋସେସକୁ ଆମେ ଧରି ପାରୁନେ, ଜନ୍ମ ମୃତ୍ୟୁକୁ ଆମେ ଟିକେ ପରଖି ପାରୁନେ କିମ୍ବା ବୁଝି ପାରୁନେ କହିପାରିବା। ତ ଏଠି ଯେମିତି ଯେମିତି ଏସବୁ ଚିନ୍ତାଧାରା, ଏସବୁ ମନର ବିଚାର, ଏସବୁ ମନର ବୃତ୍ତି। ତ ଯେତେବେଳେ ଆମେ ଜାଣିବା, ଏ କଥାକୁ ବୁଝିବା, ମୁଁ ଦେହ ନୁହେଁ, ମୁଁ ଗୋଟେ ସ୍ତରରେ ଆମେ ଜାଣିପାରିବା ମୁଁ ହିଁ ଦେହ, ମୁଁ ହିଁ ଦେହି, ମୁଁ ହିଁ ସବୁ, ମୋ ଛଡା ସଂସାର କିଛି ନାହିଁ। ମୁଁ ହିଁ ସବୁ ହେଲେ ମଧ୍ୟ ଏ ଯୋଉ ସଂସାରକୁ ମୁଁ ଦେଖୁଛି, ଇଏ ବି ଏକ ପ୍ରକାର ସ୍ୱପ୍ନ ପରିକା। ଭାବି ନିଅନ୍ତୁ ଆମେ ପ୍ରତିଦିନ ସ୍ୱପ୍ନ ଦେଖୁଛେ। ସ୍ୱପ୍ନ ଦେଖୁଥିବା ସମୟରେ, ସ୍ୱପ୍ନ ଦେଖୁଥିବା ସମୟରେ ଯାହା ବି ସ୍ୱପ୍ନରେ ଦେଖୁଛେ, ସେ ସବୁ ଜିନିଷ ଆମକୁ ସତ୍ୟ ଲାଗୁଛି, ହଁ କି ନାଇଁ? ଆମେ ଏଟା ଅନୁଭବ କରିଛେ। ସ୍ୱପ୍ନ ଭିତରେ ଭାବି ନିଅନ୍ତୁ ଗୋଟେ କୁକୁରଟେ ଗୋଡଉଛି କାମୁଡିବା ପାଇଁ, ଆମେ ଦୌଡୁଛେ, ଆମେ ଡରି ଯାଉଛେ। ବହୁତ ଲୋକ ସ୍ୱପ୍ନ ଦେଖିକରି କାନ୍ଦୁଥାନ୍ତି, ବିଳି ବିଳଉଥାନ୍ତି, କିଛି କଥା ଗପୁଥାନ୍ତି, ଜୋର ଜୋରସେ ଚିଲ୍ଲାଉଥାନ୍ତି। ଦ୍ୟାଟ ମିନ୍ସ କଣ? ଆମେ ସ୍ୱପ୍ନ ଦେଖୁଥିବା ସମୟରେ ଆମେ ଡରି ଯାଉଛେ, ଆମେ ଭୟଭୀତ ହେଇଯାଉଛେ, ସ୍ୱପ୍ନକୁ ସତ୍ୟ ମାନିଛେ। କିନ୍ତୁ ସ୍ୱପ୍ନ ଯେତେବେଳେ ଭାଙ୍ଗି ଯାଉଛି, ସ୍ୱପ୍ନରୁ ଯେତେବେଳେ ଆମେ ଜାଗୃତ ଅବସ୍ଥାକୁ ଆସୁଛେ, ସେତେବେଳେ ଆମେ ପରଖି ପାରୁଛେ, ସେତେବେଳେ ଆମେ ବୁଝିପାରୁଛେ ନା ଏଇଟା ସ୍ୱପ୍ନ ଥିଲା, ଏସବୁ ମିଛ ଥିଲା। ସ୍ୱପ୍ନ ଭିତରେ ମୁଁ ଯୋଉ କୁକୁର ଦେଖୁଥିଲି, ସେ କୁକୁର ବି ମୁଁ ହିଁ ଥିଲି, ଆଉ ଯାହାକୁ ଗୋଡଉଥିଲେ ସିଏ ବି ମୁଁ ହିଁ ଥିଲି, ଆଉ ସବୁ କିଛି ମୁଁ ହିଁ ଥିଲି। ସ୍ୱପ୍ନ ସଂସାର ସମ୍ପୂର୍ଣ୍ଣ ମୋ ଭିତରେ ଚାଲୁଥିଲା, ଆଉ ମୁଁ ହିଁ ଥିଲି। ଠିକ ସେଇ ନ୍ୟାୟରେ ଏଠି ଯୋଉ ଜାଗୃତ ସଂସାରକୁ ଆମେ ଦେଖୁଛେ, ଇଏ ବି ସେଇ ସ୍ୱପ୍ନ ପରିକା ହିଁ, ଆର ବି ଆଧାର ମୁଁ ହିଁ। କିନ୍ତୁ ଯେତେବେଳେ ଜାଗୃତ ଅବସ୍ଥାକୁ ଆସୁଛି, ମୁଁ ମନର ସ୍ତରରେ ହଜି ଯାଉଛି। ମୁଁ ଏ ଅବିଦ୍ୟାକୁ, ମୁଁ ଏ ଅଜ୍ଞାନକୁ, ମୁଁ ଏ ସ୍ୱପ୍ନତୁଲ୍ୟ ସଂସାରକୁ ସତ ମାନି ନଉଛି, ସତ ମାନି ନଉଛି। ଯାହା କିଛି ହଉଛି, କିଏ ମରିଗଲେ, କିଏ ଜନ୍ମ ହେଲେ, ଆଚ୍ଛା ଏଠି ଗୋଟେ ବୁଝନ୍ତୁ, ଇଏ ଗୋଟେ ପ୍ରକୃତିର ନିୟମ ଅଛି। ପ୍ରକୃତିର ନିୟମ କଣ? ଜାତସ୍ୟ ଧ୍ରୁବର ମୃତ୍ୟୁ, ଯାହାର ବି ଜନ୍ମ ହବ ତାର ମୃତ୍ୟୁ ହବ, ଏଇଟା ପ୍ରକୃତିର ନିୟମ। ଗୋଟେ ଫଳ ଫଳିଛି, ସେ ଫଳ ନିଶ୍ଚୟ ପାଚିବ, ସେ ଫଳ ନିଶ୍ଚୟ ଝଡିବ, ସେ ଫଳର ନିଶ୍ଚୟ ଆଉଥରେ ମଞ୍ଜି ଦେଇକି ଆଉଥରେ ଗଛ ଉଠିବ। ଏଟା ପ୍ରକୃତି, ରିସାଇକେଲ ହଉଛି, ବଡି ରିସାଇକେଲ ହଉଛି, ରିପ୍ରଡ୍ୟୁସ ହଉଛି, ରିବର୍ଥ ହଉଛି, ସେଇ ଜନ୍ମ ସେଇ ମୃତ୍ୟୁ, ସେଇ ତାଙ୍କର ଭିତରେ ସେଇ ଲୀଳା ଚାଲିଛି। ତ ଏଠି ଆମେ କଣ ହଉଛେ? ଆମେ ଗୋଟେ ମୋହ ରୂପକ ବନ୍ଧନରେ ବାନ୍ଧି ହେଇଯାଇଛେ। ମୋହ ରୂପକ ବନ୍ଧନ କଣ? ଆମେ ଭାବୁଛେ ଯାହାକୁ ନିଜର ମାନିଛେ, କାହାର ମୃତ୍ୟୁ ହଅନ୍ତାନି କି, କେହି କେବେ ହେଲେ ସଂସାରକୁ ଛାଡିକି ଯାଆନ୍ତେନି କି। ଏଇଟା ହେଲା ଗୋଟେ ମନର ଚିନ୍ତାଧାରା, ଯାହାକୁ ଆମେ ମୋହ କହୁଛେ। ଏ ମୋହ ହିଁ ଆମକୁ ଦୁଃଖ ଦଉଛି, ଏ ମୋହ ହିଁ ସଂସାରରେ ଦୁଃଖର କାରଣ ହଉଛି। ଯଦି ଆମେ ଏ ସତ୍ୟକୁ ଦେଖିପାରିବା, କିମ୍ବା ଆପଣ ବୁଝିପାରିବା କହିପାରିବେ, ବୁଝିପାରିବା ମାନେ ଯିଏ ବି ଜନ୍ମ ନେଇଛି, ସିଏ ପିଲା ଛୁଆ ଯିଏ ହୁଅନ୍ତୁ, କି ପତି ପତ୍ନୀ ହୁଅନ୍ତୁ, ମା ବାପା ହୁଅନ୍ତୁ, କି ଗୁରୁ ଶିଷ୍ୟ ହୁଅନ୍ତୁ, କି ଯିଏ ବି ହୁଅନ୍ତୁ, ଯିଏ ବି ହୁଅନ୍ତୁ, ଯୋଉ ଶରୀର ଅଛି ସେ ଶରୀର ଆଜି ଅଛି,
କାଲି ସେ ଶରୀରର ଅନ୍ତ ହେଇପାରେ। ଅନ୍ତ କେମିତି ବି ହେଇପାରିବ, ରୋଗ ବ୍ୟାଧି ହେଇକିରି, ଆକ୍ସିଡେଣ୍ଟ ଇନସିଡେଣ୍ଟ ହେଇକିରି, କିମ୍ବା ପ୍ରକୃତିରେ କୌଣସି ତୋଫାନ ଆସିଲା, କୌଣସି ଫନି ବାତ୍ୟା ଆସିଲା, କୌଣସି ପାଣି କି କୌଣସି ଖାଲରେ ପଡ଼ିଗଲେ, କୋଉଠି ମାନେ ଯେମିତି ହଉ ସେଟା ଗୋଟେ ମାଧ୍ୟମ ଦରକାର। ମାଧ୍ୟମ, ସେ ତ ମାଧ୍ୟମ, କିନ୍ତୁ ଏ ଦେହ ଶାଶ୍ୱତ ନୁହଁ। ତ ମୁଁ ଆଉ ଦ୍ୱିତୀୟ ଏଠି ଆମେ ଆଉ ଗୋଟେ ଭୁଲ ହେଇଯାଇଛି, ଆଉ ଗୋଟେ ଆମର ଭୁଲ ହେଇଯାଇଛି କ'ଣ, ଆମେ ଏ କଥାକୁ ପରଖି ପାରୁନେ ଯାହା ସାଙ୍ଗରେ ଯୋଉଠି ବି ଅଛେ ସିଏ ଆମ ନିଜର, ଆମଠାରୁ ଅଲଗା ନୁହନ୍ତି, ଆମଠାରୁ ଭିନ୍ନ ନୁହନ୍ତି। ଇଏ ବହୁତ ଗଭୀର କଥା, ଆକୁ ଶାନ୍ତ ଆକୁ ଶାନ୍ତ ମନରେ ବୁଝିବା ପାଇଁ ଚେଷ୍ଟା କଲେ ବୁଝିପାରିବେ। ଆପଣ ଭାବି ନିଅନ୍ତୁ ଆପଣଙ୍କ ଘରେ ଜଣେ ମେଡ୍ ଆଉଛନ୍ତି କାମ କରିବା ପାଇଁ, ରୋଷେଇ କରିବା ପାଇଁ। ସିଏ ଯେତିକି ସମୟ ଆପଣ ତାଙ୍କ ସାଙ୍ଗରେ ଅଛନ୍ତି, ସିଏ ଆପଣ ଏକ, ସିଏ ହିଁ ଆପଣ, ଆପଣ ହିଁ ସିଏ। ଆଉ ଭାବି ନିଅନ୍ତୁ ଆପଣଙ୍କ ଘରେ ଜଣେ ପୋଷ୍ଟମ୍ୟାନ୍ ଆଉଛନ୍ତି, ଆପଣଙ୍କ ଘରେ ଜଣେ ୱାଚମ୍ୟାନ୍ ଅଛନ୍ତି, ଆପଣଙ୍କ ଘରେ ସାର୍ ଅଛନ୍ତି, କି ପୁଅ ଝିଅ ଅଛନ୍ତି, ଯିଏ ବି ଅଛନ୍ତି, ଯିଏ ବି ଆମ ପାଖରେ ଯେଉଁ ମୁହୂର୍ତ୍ତରେ ବି ଅଛନ୍ତି, ସିଏ ଆମର, ସିଏ ନିଜର। କିନ୍ତୁ ମନର ସ୍ତରରେ ଆମେ କ'ଣ କରିଛେ, କିଛି କଥାକୁ ମାନି ନେଇଛେ କ'ଣ, ଇଏ ପୁଅ, ସିଏ ଝିଅ, ସିଏ ବୋହୂ, ଇଏ ପତି, ସିଏ ପତ୍ନୀ, ଇଏ ହିଁ ଆମର। ଆମେ ଯେଉଁ ସୀମିତ ପରିବାରକୁ ନିଜର ମାନି ନେଇଛେ, ଅସୀମ ପରିବାରକୁ ପର ମାନି ନେଇଛେ। ତ ଏଠି ବି ମାଇଣ୍ଡରେ ଗୋଟେ କନଫ୍ଲିକ୍ଟ, ଗୋଟେ କନଫ୍ୟୁଜ ସୃଷ୍ଟି ହେଉଛି, ମୋର କେବେ ମରନ୍ତେନି, ଆଉ ଅନ୍ୟଙ୍କର ଯୋଉଠି ଯାଉଛି ଆଉ ମାନେ ଏ ଚିନ୍ତାଧାରାକୁ ନେଇକରି ବି ଆମେ ଦେଖନ୍ତୁ, ଗୋଟେ ଶରୀର ଅଛି ମାନେ ଅନେକ ଶରୀର ଅଛି। ଶରୀର ସମସ୍ତଙ୍କର କେବେ ହେଲେ ଅନ୍ତ ହବନି, ଏଇଟା ପ୍ରକୃତିର ନିୟମ, ଏଇଟା ବ୍ରହ୍ମ ଲୀଳାର ଗୋଟେ ସୁନ୍ଦରତା କହିପାରିବା, ସୁନ୍ଦରତା। କିନ୍ତୁ ଆମେ କିଛି ଶରୀର ସାଙ୍ଗରେ ମୋହ ରୂପକ ବନ୍ଧନ ବାନ୍ଧି ଦେଇକରି ଅନ୍ୟ ଶରୀରକୁ ପର ମାନିଥିବାରୁ ଆମ ଭିତରେ ଡର ଆସୁଛି, ବ୍ୟାକୁଳତା ଆସୁଛି। ତ ଭାବି ନିଅନ୍ତୁ, ଆଚ୍ଛା, ଯେମିତି ସ୍ୱପ୍ନ ଭାଙ୍ଗିଲା ପରେ, ଜାଗୃତ ଅବସ୍ଥାକୁ ଆସିଲା ପରେ ସ୍ୱପ୍ନକୁ ପରଖି ପାରୁଛନ୍ତି, ଏଠି ବି ସେମିତି ସାଧନା ମାର୍ଗରେ ଯେତେବେଳେ ଆପଣ ଏସବୁ କଥାକୁ ଧୀରେ ଧୀରେ ବୁଝିପାରିବେ, ଧୀରେ ଧୀରେ ଚିହ୍ନି ପାରିବେ, ମନ ଯେତେବେଳେ ସ୍ପଷ୍ଟ ହେବ, ବାରମ୍ବାର ଶ୍ରବଣ ମନନ ନିରିଧ୍ୟାସନ, ଶ୍ରବଣ ମନନ ନିରିଧ୍ୟାସନ, ଗୋଟେ କଥାକୁ ଶୁଣିଲେ ନିଶ୍ଚୟ ମନରେ ଗୋଟେ କିଛି କନଫ୍ୟୁଜ ଆସିବ, କନଫ୍ଲିକ୍ଟ ସୃଷ୍ଟି ହେବ। କାହିଁକିନା ଆମେ ସମାଜକୁ, ସଂସାରକୁ ବହିର୍ମୁଖୀ ହେଇକରି ଚିହ୍ନିଛେ, ଅନ୍ତର୍ମୁଖୀ ହେଇକରି ଶାସ୍ତ୍ର ଅନୁଯାୟୀ ଚିହ୍ନିବା ପାଇଁ ପ୍ରୟାସ କରିନେ। ତ ଧୀରେ ଧୀରେ ଯାହା ବି ମନରେ ପ୍ରଶ୍ନ ଆସୁଛି ତାକୁ ପଚାରିବେ, ଏଇଟା କେମିତି, ଏଇଟା ତ ମୋତେ ଲାଗୁନି, ଠିକ୍ ଲାଗୁନି, ଏଇଟା କେମିତି, ସେଇଟା କେମିତି, ଧୀରେ ଧୀରେ ମନର ସ୍ତରରେ ସ୍ପଷ୍ଟ ହେବେ। ତାପରେ ଧୀରେ ଧୀରେ ଯେତେବେଳେ ମନର ସ୍ତରରେ ସ୍ପଷ୍ଟ ହେଲା ପରେ ବି ଯେତେବେଳେ ଆପଣ ଧାରଣା କରିବେ, ଧ୍ୟାନସ୍ଥ ହେବେ, ଆଉ ସ୍ୱାଧ୍ୟାୟ କରିବେ, ସ୍ୱାଧ୍ୟାୟ, ନିଜକୁ ଅଧ୍ୟୟନ କରିବା, ମୁଁ ଯଦି ବ୍ରହ୍ମ, ମୁଁ କେମିତି ଅଛି, ମୁଁ କେଉଁଠି ଅଛି, ଆଚ୍ଛା ମୁଁ ଯଦି ଏକ, ମୁଁ ତାହେଲେ କୋଉଠି ନା କୋଉଠି ଯୋଡ଼ି ହେଇକରି ଅଛି। ଭାବି ନିଅନ୍ତୁ ଏଠି ସେଇ ବ୍ରହ୍ମ କହୁଛନ୍ତି, ଆପଣଙ୍କ ଜାଗାରେ ସେଇ ବ୍ରହ୍ମ ଶୁଣୁଛନ୍ତି। ଆମେ ମନର ସ୍ତରରେ ବି ଯୋଡ଼ି ହେଇକରି ଅଛେ, ଶରୀରର ସ୍ତରରେ ବି ଯୋଡ଼ି ହେଇକରି ଅଛେ, ତାପରେ ଆମ ଭିତରେ କୋଉଠି ନା କୋଉଠି ଗୋଟେ କନେକ୍ଟିଭିଟି ଅଛି। ନଥିଲେ ଆପଣ ମୋତେ କେମିତି ଅନୁଭବ କରିପାରିବେ, ମୁଁ ଆପଣଙ୍କୁ କେମିତି ଅନୁଭବ କରିପାରିବି? ଏ ଅନୁଭବ ଯଦି ଆମେ ଅନୁଭବ କରିପାରୁଛେ, ଆମେ ଆତ୍ମା ସ୍ତରରେ କୋଉଠି ନା କୋଉଠି ଯୋଡ଼ି ହେଇକରି ଅଛେ। ତ ସେ ସତ୍ୟକୁ ଯେତେବେଳେ ଆପଣ ବାରମ୍ବାର ତର୍ଜମା କରିବେ, ନିଜର ଅସ୍ତିତ୍ୱକୁ ଚିହ୍ନିବା ପାଇଁ ପ୍ରୟତ୍ନ କରିବେ, ତାପରେ ମନର ଯେଉଁ ଚତୁର୍ଥ ଅବସ୍ଥା ଅଛି, ଚତୁର୍ଥ ଅବସ୍ଥା ଯାହାକୁ ଆମେ ତୁରୀୟ ଅବସ୍ଥା କହୁଛେ, ସେ ଅବସ୍ଥାକୁ ଥରେ ଯଦି ଅନୁଭବ କରିଦେବେ, ମନ ସ୍ପଷ୍ଟ ହେଇଯିବ। ଆଉ ମୁଁ ଏସବୁ କଥା ଅନୁଭବ କରିକି ମାର୍ଗରେ ଆସିକରି ଏସବୁ ଭିଡ଼ିଓ କରୁଛି। ଆମ ଭିତରେ ସେଇଥିପାଇଁ ସବୁ କନଫ୍ୟୁଜ। ଆଜ୍ଞା ଆଜ୍ଞା। ଆମେ ତ କହୁଛୁ, ମୁଁ କହିବା କଥା, ଆମେ ମାନିଛୁ, ମୁଁ ଆତ୍ମା, ସେ ଆତ୍ମା, ଆତ୍ମା ତତ୍ଵରେ ଏକ, ସବୁ ବୁଝୁଛୁ, ସବୁ ବାସ୍ କହୁଛୁ, ବାସ୍ ବାସ୍, ଫିଲ୍ କରିନୁ ବୋଲି ଭିତରେ କିଛି ଆମ ମାନେ ଟିକେ ଅସୁବିଧା ହେଉଛି। ରାଗ ଆସିଯାଉଛି, ଆସୁଛି, ଅସୁବିଧା ଆସିଯାଉଛି, ସେଇ ସବୁ ହେଇଛି। ମୁଁ ସେଇଥିପାଇଁ ଚାହିଁଲି ସୂକ୍ଷ୍ମ ଶରୀର, ସେଇ କଥା, ସେ ଗୁରୁଦେବ ଆପଣ ଯୋଉ କଥା କହୁଛନ୍ତି ଡିଟେଲ ସେଇ କଥା ସବୁ ଗୁରୁଦେବ ସବୁ ଲେଖିଛନ୍ତି। ସତ୍ୟ ମା ଏକ, ସତ୍ୟ ଦୁଇ ନାହିଁ। ଗୁରୁଦେବ କୁହନ୍ତୁ, ମୁଁ କହି, କି ଆଦିଗୁରୁ ଶଙ୍କରାଚାର୍ଯ୍ୟ କୁହନ୍ତୁ, ଯିଏ କୁହନ୍ତୁ, ଯିଏ ସତ୍ୟକୁ ସ୍ପଷ୍ଟ ଜାଣିଛନ୍ତି କିମ୍ବା ଚିହ୍ନିଛନ୍ତି, ସେ ଏକ ହିଁ କହିବେ। ଆଉ ଯିଏ କିଛି ବାଟ ବଣା ହେଇ ଯାଇଛନ୍ତି, ଖାଲି ପଢ଼ିଛନ୍ତି, ଅନୁଭବ କରିନାହାନ୍ତି, ସେ ଦୁଇ ରୂପରେ, ଚାରି ରୂପରେ, କୋଉଠି ସ୍ୱର୍ଗ ଅଛି, କୋଉଠିକି ଯିବା, କି ଆତ୍ମା ଅଲଗା, ପରମାତ୍ମା ଅଲଗା, ବିଭିନ୍ନ ରୂପରେ କହିବେ। ସେଠି କିନ୍ତୁ ମନ ସନ୍ତୁଷ୍ଟ ହବନି, ସେଠି ମାନିବାକୁ ପଡ଼ିବ ବହୁତ ସାରା କଥା। ଏଥିରେ କିଛି ମାନିବାକୁ ପଡ଼ିବନି, ସ୍ପଷ୍ଟ ବ୍ରହ୍ମଜ୍ଞାନ। ସ୍ପଷ୍ଟ କ'ଣ? ସ୍ପଷ୍ଟ ମୋ ବିନା ସଂସାର କୋଉଠି ଅଛି, ପରଖନ୍ତୁ। ମୁଁ ଅଛି ତ ସବୁ କିଛି ଅଛି,
ମୋ ହଁ ଭିତରେ ହିଁ ସବୁ କିଛି ଅଛି। ଆଉ ଦ୍ୱିତୀୟ ହେଲା, ମୁଁ ସଂସାର ଅଲଗା ନୁହେଁ, ମୁଁ ହିଁ ସଂସାର, ସଂସାର ହିଁ ମୁଁ। ଆମେ ବହୁତ ସାରା କଥା କହୁଛେ ପରମାତ୍ମା ସଂସାରକୁ ନିର୍ମାଣ କରିଥିଲେ, ତାଙ୍କ ପୂର୍ବରୁ କେହି ନଥିଲେ। ତାଙ୍କ ପୂର୍ବରୁ ଯଦି କେହି ନଥିଲେ, ତାଙ୍କ ପରେ ବି କିଏ ଆସିଲେ? କୋଉଠୁ ଆସିଲେ? କେମିତି ପଶିଲେ? ହଁ ଜୀବାତ୍ମା ଫେର କୋଉଠୁ ସୃଷ୍ଟି ହେଲା? ଗୋଟେ ଲଜିକକୁ ଦେଖନ୍ତୁ, ଗୋଟେ ଅଟୋମେଟିକ ଜଣେ ଜଣେ ହିଁ ଥିଲେ, ଜଣଙ୍କ ଭିତରୁ ହିଁ ଯଦି ସବୁ ସୃଷ୍ଟି ହେଇଛି, ସେଇ ଜଣେ ହିଁ ସବୁଠାରେ ଯଦି ଅଛନ୍ତି, ସେଇ ଜଣେ ମୁଁ ନୁହେଁ କି? କିନ୍ତୁ ହୁଁ ଏଠି ଏଠି ମନର ସ୍ତରରେ ଆମକୁ ଟିକେ କଥାଟା ମେଳ ଖାଉନି। ଆମେ କହୁଛୁ ନା ନା, ମୁଁ ବ୍ରହ୍ମ, ମୁଁ ଈଶ୍ୱର କେମିତି? ମୁଁ ଗୋଟେ ଛୋଟ ଘର କରିପାରୁନି, ମୁଁ ଗୋଟେ ମାନେ ମୁଁ ତାହେଲେ ତ ସୃଷ୍ଟିକୁ ଓଲଟେଇ ଦିଅନ୍ତି, ମୁଁ ସୃଷ୍ଟିକୁ ବିନାଶ କରିଦିଅନ୍ତି, ମୁଁ ଚାହିଁଲେ ଆଉ ଗୋଟେ ସୃଷ୍ଟି ତିଆରି କରିପାରନ୍ତି, ସେଇଟା କାହିଁ କରିପାରୁନି? ମାନେ ଯୋଉ ଜିନିଷ ତିଆରି ହେଇଛି, ଯୋଉ ଜିନିଷର ଆନନ୍ଦ ନଉଛେ, ତାକୁ ଆମେ ପରଖି ପାରୁନେ, ନିଜ ତତ୍ଵକୁ ଆମେ ପରଖି ପାରୁନେ, ଆଉ ଥରେ ବହିର୍ମୁଖୀ ହେଇକିରି ଆଉ କିଛି କରିବା ପାଇଁ ମାନେ ମନର ସ୍ତରରେ ଅଜାଣତରେ ହଜିମଜି ଯାଉଛେ, ସତ୍ୟକୁ ଧରି ପାରୁନି। ତ ହୁଁ ଧୀରେ ଧୀରେ ଯେତେବେଳେ ଇଏ ବହୁତ ଗଭୀର କଥା, ଆକୁ ବୁଝିବା ପାଇଁ ଶାନ୍ତ ମନ ହେଇକିରି ଗୋଟେ ଗୋଟେ କଥାକୁ ତର୍ଜମା କଲେ ନିଶ୍ଚୟ ବୁଝିପାରିବେ। ଆଉ ସବୁଠାରୁ ବଡ଼ କଥା ହେଲା, ମୁମୁକ୍ଷତ୍ୱର ଆବଶ୍ୟକ ଅଛି। ଆପଣ ଦେଖନ୍ତୁ, ଗୌତମ ବୁଦ୍ଧଙ୍କ ଭଲ ଛବିକୁ ତ ଆମେ ପ୍ରଚାର କରୁଛେ, କୋଉଠି ସେ ଶୋଇଛନ୍ତି, କୋଉଠି ଶାନ୍ତ ହେଇକିରି ବସିଛନ୍ତି। ଗୌତମ ବୁଦ୍ଧଙ୍କ ଯୋଉ ସିନେମା ଯଦି ଦେଖିବେ ଆପଣ, ସେତେ ବି ତାଙ୍କୁ ବହୁତ ସୁନ୍ଦର ରୂପରେ ଦେଖେଇଛନ୍ତି। କିନ୍ତୁ ସେ ମହାପୁରୁଷ କେତେ ଯେ କଷ୍ଟକୁ ସହିଛନ୍ତି, କେତେ ଯେ ତପସ୍ୟା କରିଛନ୍ତି। ଜଣେ ରାଜପୁତ୍ର ଭାବି ନିଅନ୍ତୁ, ଜଙ୍ଗଲ ଭିତରୁ ଯାଇକି ସେ ଯେତେବେଳେ ଖାଇବା ପିଇବାକୁ ତ୍ୟାଗ କରିକି ଯେଉଁ ସିଦ୍ଧି ପ୍ରାପ୍ତ କରିବା ପାଇଁ ଯେଉଁ କଷ୍ଟ କରିଥିଲେ, ତ ଅନେକ କଷ୍ଟ ତପସ୍ୟାର ଫଳରେ ଏ କଥାକୁ ଆମେ ଜାଣିପାରୁଥାଉ। ରାମଣ ମହର୍ଷି ଦେଖନ୍ତୁ, ତାଙ୍କ ଷ୍ଟୋରି ବି ଏଥିରେ ଚ୍ୟାନେଲରେ ବି ଅଛି, ତାଙ୍କ କଥା ବି କୁହାହେଇଛି। ସିଏ ଜଣେ ବ୍ରାହ୍ମଣ ପରିବାରରେ ଜନ୍ମ ନେଇଥିଲେ। ଏମିତି ତ ପରିବାର ଜାତି ଧର୍ମ ଆମେ ନିର୍ମାଣ କରିଛେ, ଯାହା ବି ଆମେ ଯେଉଁ ମାନିଛେ ବି, ସେଥିରେ ସେ ଜନ୍ମ ନେଇଥିଲେ। ସିଏ ତାଙ୍କ ପିତାଙ୍କ ଦେହାନ୍ତ ହେଇଯିବ। ସେଇଠି ତାଙ୍କ ମନରେ ପ୍ରଶ୍ନ ଉଠିବ, ମୃତ୍ୟୁ କ'ଣ, ଜନ୍ମ କ'ଣ? ସେ ଘର ଭିତରୁ ଯାଇ ଲମ୍ବ ହିଁ ଶୋଇ ପଡ଼ିବେ। ସେ ନିଜକୁ ମୃତ୍ୟୁ ହେଲା ପରିକା କଳ୍ପନା କରିବେ। ତାପରେ ତାଙ୍କ ଭିତରେ ବୈରାଗ୍ୟ ଆସିବ। ସେ କହିବେ ନାଇଁ ନାଇଁ, ମୃତ୍ୟୁ କ'ଣ, ଜନ୍ମ କ'ଣ, ମୃତ୍ୟୁ କାହିଁକି ହେଉଛି, ମୃତ୍ୟୁ କାହାର ହେଉଛି, ଜନ୍ମ କିଏ ନେଉଛି, ଜନ୍ମ ପଛଆଡ଼େ ଜନ୍ମର ଉଦ୍ଦେଶ୍ୟ କ'ଣ, ମୃତ୍ୟୁର ଉଦ୍ଦେଶ୍ୟ କ'ଣ, ମୁଁ କିଏ, ହୁ ଆମ୍ ଆଇ, ମୁଁ କିଏ? ସେଇଠି ତାଙ୍କ ମନରେ ପ୍ରଶ୍ନ ଉଠିଛି। ଅରୁଣାଚଳମ୍ ପର୍ବତ ଭିତରକୁ ସେ ଯେଉଁ ଯାଇକିରି ମନ୍ଦିରରେ ବହୁତ ଦିନ ତପସ୍ୟା କରିବା, ଅଖିଆ ଅପିଆ ସେମାନେ ବହୁତ କଷ୍ଟ ତପସ୍ୟା ସ୍ୱାଧ୍ୟାୟ କରିକିରି ସେ ସେଠୁ ବ୍ରହ୍ମାନୁଭୂତି କରିଛନ୍ତି। ତ ଯେତିକ ବି ସାଧୁସନ୍ଥ ବ୍ରହ୍ମାନୁଭୂତି କରିଛନ୍ତି, ତାଙ୍କ ପଛଆଡ଼େ ତାଙ୍କ ବହୁତ ତପସ୍ୟା ରହିଛି, ବହୁତ ତ୍ୟାଗ ରହିଛି। ତ ସେମିତି ଆମେ ବି ଟିକେ ଅଳ୍ପ ଅଳ୍ପ ଟିକେ କୋଉଠି ଟିକେ ଅସୁବିଧା ହେଉଥିବ, ଅସୁବିଧା କ'ଣ, ସକାଳେ ଶୀତ ଦିନ ଉଠିବା ପାଇଁ ଟିକେ ମନ ହବନି, କିନ୍ତୁ ଆମ ଭିତରେ ଯଦି ସେତିକି ନିଷ୍ଠା ଥିବ, ସକାଳେ ଉଠିବା, ଟିକେ ଧାରଣା କରିବା, ଟିକେ ପ୍ରାଣାୟାମ କରିବା, ଟିକେ ଧ୍ୟାନ କରିବା, ମଝିରେ ଟିକେ ଶାସ୍ତ୍ର ପଢ଼ିବା ସମସ୍ତଙ୍କୁ ଟିକେ ଭଲ ଲାଗେନି, ଟିକେ ମନ ଟିକେ ଅଳସୁଆ, ସେ ଅଳସୁଆ ମନକୁ ଯଦି ଆମେ ବିବେକୀ ହେଇକିରି ତାକୁ ଟିକେ କହିବା ନାହିଁ, ଶାସ୍ତ୍ର ପଢ଼ିବା, ମଝି ମଝିରେ ଟିକେ ସତ୍ସଙ୍ଗ କରିବା, ତ ଧୀରେ 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 ସମୟ ଆସିବ, ଏ ସତ୍ୟକୁ ଚିହ୍ନି ପାରିବା। ଆଉ ଜୀବନରେ ଆପଣ ଯେତେ ବଡ଼ ପଦକୁ ଯାଆନ୍ତୁ, ଯେତେ ବଡ଼ ପଦବୀ ପାଆନ୍ତୁ, ଯେତେ ଧନ ସମ୍ପତ୍ତିରେ ପରିପୂର୍ଣ୍ଣ ହୁଅନ୍ତୁ, ଏ ସତ୍ୟକୁ ଯେପର୍ଯ୍ୟନ୍ତ ଚିହ୍ନି ନାହାନ୍ତି, ମନରେ ଅସନ୍ତୃପ୍ତି ରହିବ, ମନରେ ଅପୂର୍ଣ୍ଣତା ରହିବ। ମନରେ ପୂର୍ଣ୍ଣତା, ମନରେ ମୁକ୍ତ, ମନରେ ତୃପ୍ତତା ଆସିବ କେବଳ ଏ ବ୍ରହ୍ମ ସତ୍ୟକୁ ଜାଣିଲେ ହିଁ, ଏ ବ୍ରହ୍ମ ସତ୍ତାକୁ ଜାଣିଲେ ହିଁ। ତ ତା ପାଇଁ ଆମେ କିଛି କିଛି ସମୟ ଦେବାର ଆବଶ୍ୟକ ଅଛି। ତ ନିଶ୍ଚୟ ସମୟ ଆସିବ, ଏ ସତ୍ୟକୁ ଚିହ୍ନି ପାରିବେ। ତ ସେଇ ବ୍ରହ୍ମ ଆପଣ ନିଜେ, ସେଇ ଆପଣଙ୍କ ପାଖ ରୂପରେ ସେଠି ବସିଛନ୍ତି, ମୋ ରୂପରେ ଏଠି ବସିଛନ୍ତି। ସେଇ କୋଉଠି ଜ୍ଞାନୀ ରୂପରେ ପ୍ରବଚନ ଦଉଛନ୍ତି, କୋଉଠି ଅଜ୍ଞାନୀ ରୂପରେ ଅଭିନୟ କରୁଛନ୍ତି। ସମସ୍ତେ ସେଇ। ମୃତ୍ୟୁ କାହାର ହଉନି, ଜନ୍ମ କାହାର ହଉନି। ଏ ଗୋଟେ କଳ୍ପନା, ଏ ଗୋଟେ ସ୍ୱପ୍ନ। ଆଉ ଏ ସ୍ୱପ୍ନକୁ ବୁଝିଗଲେ ମାନେ ମନ ଏତେ ସନ୍ତୁଷ୍ଟ ରହିବ। ଏ ବ୍ରହ୍ମଲୀଳା ଯୋଉ ଚାଲିଛି, ଏତେ ମାନେ ଖୁସି ଲାଗିବ। ଖୁସିର ମାନେ ଶିଖରକୁ ଆପଣ ପହଞ୍ଚିଯିବେ। ବୁଝିପାରୁଛନ୍ତି? ଆଉ ସତ୍ୟ ଏଇଟା, ଆର ହୁଁ। ପ୍ରଚାର ହଉନି। ଗୁରୁଦେବଙ୍କର ଏଇ ଯୋଉ ବହି ଅଛି, ଏ- ମୁଁ ସେଇଟା ପଢିଲା ପରେ ବି ମୋର ଡାଉଟ ଅଛି। ଗୁରୁଦେବ ଆଉ ପଢିବି, ଆପଣଙ୍କ ଟାଇମ ହଁ, ଅଛି? ପଢୁନାହାନ୍ତି, ପଢନ୍ତୁ ପଢନ୍ତୁ ପଢନ୍ତୁ। ସେ ଲେଖିଛନ୍ତି, ସ୍ଥୂଳ ଶରୀର ଆତ୍ମାକୁ ଛାଡିବା ପରେ ବା ମରିବା ପରେ ହୁଁ ହୁଁ। ସଢିଯାଏ, ପଚିଯାଏ, ଜଳିଯାଏ, ନଷ୍ଟ ହୋଇଯାଏ। ଆଜ୍ଞା।
ମାତ୍ର ସୂକ୍ଷ୍ମ ଶରୀର ଜଳିପାରେ ନାହିଁ କିମ୍ବା ମରିପାରେ ନାହିଁ, ସଢିପାରେ ନାହିଁ, ନଷ୍ଟ ହୋଇପାରେ ନାହିଁ। ସୂକ୍ଷ୍ମ ଶରୀର ଅବିନାଶୀ, ଅମର, ଅନାଦି। ସତ୍ୟ, ଆଧିରେ କିଛି ମିଛ କଥା ନାହିଁ। ତାକୁ ହୁଁ, ବୁଝନ୍ତୁ, ଏମିତି ଏମିତି ବୁଝନ୍ତୁ। ସ୍ଥୂଳ ହୁଁ, ଶରୀର ମରିଗଲା ମାନେ ଆମେ ଯେଉଁ ହାଡ଼ ମାଂସରେ ଯେଉଁ ଶରୀରରେ ହୁଁ, ଜନ୍ମ ହେଇଛି, ହୁଁ, ସ୍ଥୂଳ ଶରୀର ମାନେ ସେ କଥା ଏଠି କୁହାଯାଉଛି। ସେ ଶରୀର ହୁଁ, ଯେଉଁଠି ମରିଯାଉଛି, ଯାହାର ବି ମରିଯାଉଛି, ଆମେ ଦେଖୁଛେ, ପୋଡ଼ି ଦେଉଛେ, ପୋତି ହଁ, ଦେଉଛେ, ସେ ହଁ, ସଢ଼ି ଯାଉଛି। କିନ୍ତୁ ହୁଁ, ସୂକ୍ଷ୍ମ ଶରୀର କ'ଣ? ସୂକ୍ଷ୍ମ ଶରୀର ହେଲା ମନ, ବୁଦ୍ଧି, ପ୍ରାଣ, ଏ ତିନିଟା। ଏ ତିନିଟାର ମୃତ୍ୟୁ ହେଉଛି କି? ମନ ମରୁଛି କି? ନା, ବୁଝନ୍ତୁ ଭଲ କି, ମନ ମରୁଛି କି? ମରୁନି। ନା, ତାପରେ ବୁଦ୍ଧି ମରୁଛି କି? ବୁଦ୍ଧି ବି ହୁଁ, ମରୁନି। ପ୍ରାଣ, ପ୍ରାଣ ବି ମରୁନି। ହୁଁ, ପ୍ରାଣ ମରୁନି ମାନେ କ'ଣ? ପ୍ରାଣ ମାନେ ଆମେ ଯେଉଁ ଆମର ଯେଉଁ ନିଶ୍ୱାସ ଚାଲିଛି, ପ୍ରାଣ ଶକ୍ତି, ହୁଁ, ବୁଝିପାରୁଛନ୍ତି? ପ୍ରାଣ ଶକ୍ତିକୁ ଆତ୍ମା ଛାଡ଼ିଦେଲେ ଶରୀର ମରୁଛି, କିନ୍ତୁ ପ୍ରାଣ ମରୁନି। ହଁ, ତ ଗୁରୁଦେବ କ'ଣ ମିଛ କଲେ? ଠିକ୍ କହିଛନ୍ତି। ସୂକ୍ଷ୍ମ କିନ୍ତୁ ଆମେ ସୂକ୍ଷ୍ମ ଭାବୁଛେ ଆମେ ଭାବୁଛେ କ'ଣ, ସ୍ଥୂଳ ଶରୀର ଯେମିତି ଗୋଟେ ଆକାର, ସୂକ୍ଷ୍ମ ଶରୀର ଗୋଟେ କ'ଣ ଚିନ୍ତା ଆକାର ଅଛି, ଯାହାର କି ମୃତ୍ୟୁ ହଉନି, ଯିଏକି ଟ୍ରାଭେଲ କରୁଛି, ଯିଏକି ଆତ୍ମା ରୂପରେ ଏଠି ସେଠି ସେଟା ଭୂତ ଠିକ ରୂପରେ। ଅଛି, ମୁଁ ବି ଜାଣିଛି ସେଇଟା ସୂକ୍ଷ୍ମ ଶରୀର। ମାନେ ଜଣେ ସାର୍ କମଳ ସାର୍ କହିଥିଲେ ଯେ ମାନେ ମୋର ତିନୋଟି ଯୋଉ ଇଏ ଆପାଦ ମସ୍ତକ, ମୁଁ ହେଲା ଗୋଟେ, ମନ ହଁ, ଆଉ ଗୋଟେ କହିଲେ କାରଣ ଶରୀର। ଏଇଟା ମୁଁ ଟିକେ ନୋଟ କରିଥିଲି, ଖାତାରେ ଥିଲା। ବାସ୍ 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 ବାସ୍। କିନ୍ତୁ ଏଇ ସୂକ୍ଷ୍ମ ଶରୀର ବିଷୟରେ ଯେତେବେଳେ ହଁ, ଯୋଉ ଏଇ କଥା ଦେଖୁନାହାନ୍ତି, ମନ କେବେ ହେଲେ ମରୁଛି କି? ମନ ନା, ମରିପାରିବନି ନା। ମନ କ'ଣ? ବିଚାର, ଅନୁଭବର ସ୍ମୃତି ସଂଗ୍ରହିତ ହେଇକି ମସ୍ତିଷ୍କ ଭିତରେ ଅଛି। ତ ସିଏ ହଁ, ମରୁନି, ତାର ସୂକ୍ଷ୍ମ ମୃତ୍ୟୁ ହଉନି, ସେ ତ ହଁ, ଅଛି। ହଁ, ସୂକ୍ଷ୍ମ ଶରୀରର ସୂକ୍ଷ୍ମ ମସ୍ତିଷ୍କରେ ଜନ୍ମ ଜନ୍ମାନ୍ତରର ଅନେକ ଅନନ୍ତ ଅସଂଖ୍ୟ ଜନ୍ମର ଅନୁଭବ, ଜ୍ଞାନ ଏବଂ ସଂସ୍କାର ସଞ୍ଚିତ ହୋଇକି ରହିଥାଏ। ହଁ ଏଇଟା ହଁ, ଏଇଟା ଦେଖନ୍ତୁ, ଅନେକ ଜନ୍ମ, ଜନ୍ମ ମୃତ୍ୟୁ ତ ଆମେ ଅନେକ ଜନ୍ମ ମାନେ ହୁଁ, ପ୍ରତିଦିନ ଆମେ ଜନ୍ମ ନେଉଛେ। ସକାଳୁ ଯେତେବେଳେ ଉଠୁଛେ, ବୁଝିପାରୁଛନ୍ତି, ହୁଁ, ପ୍ରତିଦିନ ମୃତ୍ୟୁ ହେଉଛି ରାତିରେ ଯେତେବେଳେ ଆମେ ଅଦୃଶ୍ୟ ହେଇଯାଉଛେ, ହୁଁ, ନୁହଁ କି? ହୁଁ, ଧରିପାରୁଛନ୍ତି କଥାକୁ? ହଁ, ବୁଝିଲି। ପ୍ରତିଦିନ ସକାଳୁ ଉଠିଲେ ତ ଜନ୍ମ ହେଲେ, ହଁ, ରାତିରେ ଯେତେବେଳେ ଶୋଇ ପଡ଼ିଲେ ତ ମୃତ୍ୟୁ ହେଲା। ତ ହଁ, ଜନ୍ମ ଜନ୍ମାନ୍ତର ମାନେ କ'ଣ? ଯେଉଁ ଦିନଠୁ ଶରୀର ଜନ୍ମ ହେଇଛି, ସେ ହୁଁ, ଦିନଠୁ ତା ଭିତରେ ଯେଉଁ ସ୍ମୃତି ସଂଗ୍ରହିତ ହେଇକି ଅଛି, ସେ ତ ଅଛି, ସେ ତ ରହିବ। ଏ ହଁ। କଥା କହିଛନ୍ତି। ଆଚ୍ଛା, ତାପରେ ସୂକ୍ଷ୍ମ ଶରୀରକୁ ସ୍ଥୂଳ ମସ୍ତିଷ୍କ ଦ୍ଵାରା ଏବଂ ସ୍ଥୂଳ ବାଣୀ ଦ୍ଵାରା ସମ୍ପୂର୍ଣ୍ଣ ରୂପେ ବର୍ଣ୍ଣନା କରିବା ଏବଂ ସମ୍ପୂର୍ଣ୍ଣ ରୂପେ ବୁଝିବା ଅସମ୍ଭବ। ତ ନିଶ୍ଚୟ ନିଶ୍ଚୟ। ସେଇଠୁ ସେ ତାପରେ ଗୋଟେ ଧାଡି କହିଛନ୍ତି ଯେ ତେବେ ଏହା ସୂକ୍ଷ୍ମ ଶରୀରର ଗତି ସ୍ଥୂଳ ଦ୍ଵାରା ସମ୍ପୂର୍ଣ୍ଣ ରୂପେ ଜାଣି ହୁଏ ନାହିଁ। କେବଳ ସେତିକି କୁହାଯାଇପାରେ ଯେ ଯଦି ସର୍ବଜ୍ଞ ଏବଂ ସର୍ବଶକ୍ତିମାନ କେହି ଥାଏ, ତେବେ ଏହା ସେଇ ସୂକ୍ଷ୍ମ ଶରୀର ଏବଂ ବ୍ରହ୍ମ ତଥା ପରମାତ୍ମା ଆଦି ଏହାରି ନାମ। ହଁ ହଁ ହଁ, ମାନେ ମୂଳ କଥା ହେଲା ବିବେକୀ ହେଇକିରି ସବୁ ଜିନିଷକୁ ଯେତେବେଳେ ଆପଣ ଚିହ୍ନି ଦେବେ, ତାକୁ ବୁଝିପାରିବେ। ଏଇଟା ଗୁରୁଦେବ ମତେ ଲାଗେ ସେ ସବୁ ଜିନିଷ ଗୁଡା ସମାଧି ସ୍ତରରେ ସେ ଲେଖିଛନ୍ତି ଏ ଜିନିଷଟା ହଁ, ନାଇଁ ଅନୁସାରେ। ନାଇଁ, ନିଶ୍ଚୟ ନିଶ୍ଚୟ। ଦେଖନ୍ତୁ, ସିମ୍ପଲ କଥା, ଆଧରେ ଟିକେ ଆମେ ବୁଝିପାରୁନେ ସେସବୁ କଥାକୁ। ମୂଳ କଥା ହେଲା ଏଠି ଯେମିତି ସ୍ଥୂଳ ଶରୀରକୁ ଏକ ଆକାର ରୂପରେ ଆମେ ଦେଖୁଛେ, ହୁଁ, ସୂକ୍ଷ୍ମ ଶରୀରକୁ ଆମେ ଶରୀର ରୂପରେ ବୋଧେ ମାନୁଛେ ବୋଲିକି ତାକୁ ଚିହ୍ନି ପାରୁନେ। କିନ୍ତୁ ସ୍ଥୂଳ ଶରୀର, ସୂକ୍ଷ୍ମ ଶରୀର ହେଲା ଚିନ୍ତାଧାରା, ମନନ, ବିଚାର, ବୁଦ୍ଧି, ପ୍ରାଣଶକ୍ତି, ଇଏ ହେଲା ସୂକ୍ଷ୍ମ ଶରୀର। ଏଠି ପ୍ରଶ୍ନ ଉଠେ, ତାକୁ ଶରୀର ନାମ କାହିଁ ଦିଆହେଲା? ସେ ତ ଚିନ୍ତାଧାରା, ଚିନ୍ତା କହିଥାନ୍ତି, ତାକୁ ଶରୀର କାହିଁ ଦିଆହେଲା? ଶରୀର ଏଇଥିପାଇଁ ଦିଆହେଲା, ବ୍ରହ୍ମ ତାକୁ ଧାରଣା କରିଛନ୍ତି ନା, ମନ ମାଧ୍ୟମରେ ସେ ମନନ କରୁଛନ୍ତି ନା, ମନ ମାଧ୍ୟମରେ ଚିନ୍ତାଧାରାକୁ ଦେଖୁଛନ୍ତି ନା। ତ ସେଇଥିପାଇଁ ଯେହେତୁ ଧାରଣା କରିଛନ୍ତି, ଆମେ କହୁଛେ ଧାରଣା କରିବା, ମନ୍ତ୍ର ଧାରଣା କରିବା। ମନ୍ତ୍ର ଧାରଣା, ଏ ଶବ୍ଦ ତ ଶୁଣିଥିବେ। ମନ୍ତ୍ର ଧାରଣା ମାନେ କ'ଣ? ମନରେ ମନ୍ତ୍ରକୁ ଧରିବା, ଓମ୍। ତାହେଲେ କ'ଣ ହବ? ମନ ଏକାଗ୍ର ହବ, ମନ ହୁଁ, ସ୍ଥିର ହବ, ମନ ଅନ୍ତର୍ମୁଖୀ ହବ। ମନ ଯେଉଁ ବିଚାରର ବେଗରେ ଅସ୍ଥିର ଚଞ୍ଚଳ ଥିଲା, ସେ ମନ ସ୍ଥିର ହବ। ମାନେ କ'ଣ? ମନ୍ତ୍ରକୁ ଯେମିତି ଆମେ ଧାରଣା କରିଛେ, ବିଚାରକୁ ସେମିତି ଆମେ ଧାରଣା କରୁଛେ, ବୃତ୍ତି କରୁଛେ, ମନରେ ମନନ କରୁଛେ। ତେଣୁକରି ସିଏ ବି ଶରୀର ହିଁ। ତ ହୁଁ, ଆମେ ଏଠି କଳ୍ପନା କରୁଛେ କ'ଣ, ଯେମିତି ଗୋଟେ ଦେହ, ଗୋଟେ ଶରୀର ଅଛି, ଆର ମୃତ୍ୟୁ ହେଇଗଲା, ସେମିତି ବୋଧେ ଆତ୍ମା ରୂପକ କ'ଣ ଗୋଟେ ଛୋଟ ଜୀବ ଥିବ, ଯିଏକି ଆସୁଛି, ଯିଏକି ଯାଉଛି। ସିନେମାରେ ବହୁତ ସାରା କଥା ଆନିମେସନ କରିକି ଦେଖି ନେଇଛନ୍ତି ନା, ଏଡିଟ୍ କରିକିରି, କି ଗୋଟେ ଆତ୍ମା ଆସିଲା, ବାହାରିଲା, କାହା ଶରୀର ଭିତରେ ପଶିଗଲା, କୋଉଠି କାହାକୁ ମିଛରେ କିଛି ଲୋକ ଗୋଟେ କଥାକୁ ଭାବି ଭାବିକିରି ସତ୍ୟରେ ହେଲା ପରିକା କଳ୍ପନା କରିକି ସେମାନେ ଗପୁଥାନ୍ତି। କୋଉଠି ଭୂତ ନାଗିଲା, କୋଉଠି ଠାକୁର ନାଗିଲା। ତ ସେସବୁ କଥାକୁ ଆମେ ଦେଖିକିରି ଭାବୁଛେ, କୋଉଠି କି ଆତ୍ମା ଆସିକିରି ପଶିଗଲା, ତାଙ୍କୁ ନାଗିଲା, କୋଉଠି ଭୂତ ନାଗିଲା, କୋଉଠି ଠାକୁର ନାଗିଲା। ତ ଏଇ ସବୁ କଥାକୁ ଆମେ ମସ୍ତିଷ୍କରେ ରଖିକିରି, ମନରେ ଏଇ ପରୀକ୍ଷା କଳ୍ପନା କରିକିରି
ସୂକ୍ଷ୍ମ ଶରୀରକୁ ଏକ ଶରୀର ପରିକା ଏକ ଆକାର ପରିକା ଭାବୁଥିବାରୁ ସତ୍ୟକୁ ଚିହ୍ନି ପାରୁନି। କିନ୍ତୁ ସତ୍ୟ ହେଲା ସୂକ୍ଷ୍ମ ଶରୀର, ମନ, ବୁଦ୍ଧି, ପ୍ରାଣ। ବୁଝିପାରୁଛନ୍ତି? ପୁଣି ତ ଆଉ ଗୋଟେ କହିଲେ ମରିବା ପରେ ମନୁଷ୍ୟ ସୂକ୍ଷ୍ମ ଶରୀରରେ ରହିଥାଏ, ଏଇ ଧାଡିଟାର ଅର୍ଥ। ମରିବା ପରେ ମଣିଷ ସୂକ୍ଷ୍ମ ଶରୀରରେ ରହିଥାଏ। ମରିବା ମାନେ କ'ଣ? ଅଦୃଶ୍ୟ ହେଇଯିବା। ଶରୀର ଯେତେବେଳେ ପଳାଏ ଆମେ ଚିନ୍ତା କରୁଛେ। ଭାବି ନିଅନ୍ତୁ ମୁଁ ଏଇଠି ବସିଛି, ମୁଁ ବସିଛି କିନ୍ତୁ ମୁଁ ଭାବନାରେ ଅଛି, ମୁଁ ବିଚାରରେ ଅଛି, ତ ମୁଁ ସୂକ୍ଷ୍ମ ଶରୀରରେ ଅଛି। ଭାବି ନିଅନ୍ତୁ ମୁଁ ଶୋଇଛି, ଶୋଇବା ବି ମୃତ୍ୟୁ ତୁଲ୍ୟ ନୁହେଁ କି? ମୁଁ ବିଚାର କରୁଛି, ମୁଁ ଚିନ୍ତା କରୁଛି। ଏଇ ଧାଡିଟା ଠିକ ଅଛି ତ? ସେଇ କଥାଟା ଉପରେ ଆମର ଚାଲିଥିଲା କାଲି ଗୋଟେ ଆଲୋଚନା, ଯୋଉ ହଁ ହଁ ଯେ ମରିବା ପରେ କଣ ମଣିଷ ପରେ, ମରିବା ପରେ ମଣିଷ ସୂକ୍ଷ୍ମ ଶରୀର ତ କିନ୍ତୁ ସୂକ୍ଷ୍ମ ଶରୀର କଣ? ମୁଁ ଏବେ ଏଇ ଜିନିଷ ଗୀତାରେ ବି ସପ୍ତମ ଅଧ୍ୟାୟ ଶ୍ଲୋକ ସଂଖ୍ୟା 14 ବୋଧେ, ମୁଁ ଦେଖିକିରି କହିବି, ସେଥିରେ ବି ଏଇ କଥା ହିଁ ଲେଖା ହେଇଛି। ତାକୁ ମଣିଷ ଫେର ତାକୁ ପୁନର୍ଜନ୍ମ ରୂପରେ ତାକୁ ସବୁ ବର୍ଣ୍ଣନା କରିଦେଇଛନ୍ତି ଅଜ୍ଞାନରେ। ମରିବା ପରେ ମାନେ କ'ଣ? ଦେହରୁ ଉର୍ଦ୍ଧ୍ୱକୁ ଗଲା ପରେ, ଦେହ ସାଙ୍ଗରେ ଯେତେବେଳେ ଆତ୍ମା ଦେହ ସାଙ୍ଗରେ ଯେତେବେଳେ ବହିର୍ମୁଖୀ ହେଇକିରି ପରିଚାଳନା କରୁଛନ୍ତି, ସେ ଦେହକୁ ହିଁ ସତ୍ୟ ମାନି ନେଇଛନ୍ତି। ଦେହରୁ ଉର୍ଦ୍ଧ୍ୱକୁ ଯେତେବେଳେ ପଳେଇଲେ, ଆପଣ ହচ্ছে ଦେଖିବେ ମାଣ୍ଡୁକ୍ୟ ଉପନିଷଦ, ହଁ ମାଣ୍ଡୁକ୍ୟ ଉପନିଷଦର ଭଲ ବର୍ଣ୍ଣନା ହେଇଛି। ମାଣ୍ଡୁକ୍ୟ ଉପନିଷଦ ବ୍ରହ୍ମ ଯେତେବେଳେ ବହିର୍ମୁଖୀ ଅଛନ୍ତି, ଚେତୋମୁଖୀ, ଏକ ନବିଂଶତି ମୁଖ, ତାଙ୍କୁ କୁହାଯାଇଛି ତେଜସ୍ କୁହାଯାଇଛି। ବ୍ରହ୍ମଙ୍କ ନାମ ତେଜସ୍। ମାନେ ଯେତେବେଳେ ବହିର୍ମୁଖୀ ଅଛନ୍ତି ତାଙ୍କର 19ଟା ମୁଖ ରହୁଛି, 5ଟା ଜ୍ଞାନେନ୍ଦ୍ରିୟ, 5ଟା କର୍ମେନ୍ଦ୍ରିୟ, 5 ପ୍ରାଣ, ତାପରେ ଆପଣଙ୍କର 5ଟା ଅନ୍ତଃକରଣ, ମନ, ବୁଦ୍ଧି, ଚିତ୍ତ, ଅହଙ୍କାର। ତ ଏ 19ଟା ରୂପରେ ସେ ବହିର୍ମୁଖୀ ଚେତୋମୁଖୀ ଅଛନ୍ତି। ତାପରେ ଦ୍ୱିତୀୟ ସ୍ତରରେ ସେ ଅଛନ୍ତି ଅନ୍ତଃପ୍ରଜ୍ଞା ହେଇକି ଅଛନ୍ତି। ତାପରେ ସୁଷୁପ୍ତି ଅବସ୍ଥାରେ ସେ ପ୍ରଜ୍ଞାନ ଘନ ଅବସ୍ଥାରେ ଅଛନ୍ତି। ତା ଦେହରେ ସବୁ ଏଇ ସବୁ କଥା ବର୍ଣ୍ଣନା ହେଇଛି। ଏଇସବୁ କଥା ବର୍ଣ୍ଣନା ହେଇଛି। ମାନେ ମୃତ୍ୟୁ ମାନେ ମରିଯିବା ନୁହଁ, ଉର୍ଦ୍ଧ୍ୱକୁ ପଳେଇବା। କଥାଟା ବୁଝି ହଉଛି, ମାନେ ମୃତ୍ୟୁ ପରେ ମାନେ ଆମେ କଣ ବୁଝୁ? ଶରୀରଟା ନଷ୍ଟ ହଁ, ହବ। ଆମେ ଯେହେତୁ ମୃତ୍ୟୁ ମାନେ ଦେହର ମୃତ୍ୟୁ ମାନିଛେ, ଏଠି ବି ଦେହର ମୃତ୍ୟୁକୁ ହିଁ ପରଖୁଛେ। ସେ ଗୀତାର ଶ୍ଲୋକ ବି ତା ଉପରେ ବି ଗୋଟେ ହେଇଥିଲା, ଗୋଟେ ଭିଡ଼ିଓ ହେଇଛି। ଏଥିରେ ଜଣେ ସାର୍ ପଚାରୁଥିଲେ, ମୁଁ ତାପରେ କହିଥିଲି। ତ ମୃତ୍ୟୁ ମାନେ ଦେହର ମୃତ୍ୟୁ ନୁହଁ, ଦେହର ଉର୍ଦ୍ଧ୍ୱକୁ ପଳେଇବା। ହଁ, ଦେହର ମୃତ୍ୟୁ ପରେ ଦେହଟା ଯେତେବେଳେ ସଡି ଯାଉଛି, ପଚି ଯାଉଛି କି ପୋଡା ହେଇଗଲା, ହଁ, କିନ୍ତୁ ତା ଭିତରେ ଯୋଉ ସବୁ ସଂସ୍କାର, ଯାହା ସବୁ ମନ, ଯାହା ସେ ସବୁ ତ କିଛି ନଷ୍ଟ ହେଇନି ନା, ସେ ତ ସବୁ ରହିଲା ନା ସେମିତି ତା ଭିତରେ। କୋଉଠି ରହିଲା? ସେଇଟା କୋଉଠି ରହିଲା ସେଇଟା ଗୋଟେ କଥା କୁହନ୍ତୁ, ମତେ ଗୋଟେ କଥା କୁହନ୍ତୁ, ଗୋଟେ ମେମୋରି କାର୍ଡ ଭାଙ୍ଗିଗଲା, ହଁ, ମେମୋରି ଆଉ କୋଉଠି ରହିଲା? କାର୍ଡଟା ସିନା ଭାଙ୍ଗିଗଲା। ନା, ଶୁଣନ୍ତୁ। ହୁଁ, ମେମୋରି ଏକ ପ୍ରକାର ଡାଟା, ତା ଦେହରେ ଆମେ ଫିଡ୍ କରୁଛେ। ହୁଁ, ବୁଝିପାରୁଛନ୍ତି? ଡାଟା ଫିଡ୍ କରୁଛେ ମାନେ ଆମେ କ'ଣ କରୁଛେ? ଟିକେ ରୁହନ୍ତୁ, ଆମେ ବୁଝିବା ଏଇଟାକୁ। ଏମିତି ତ ଆତ୍ମାକୁ ଭୌତିକ ବସ୍ତୁ ପଦାର୍ଥ ସାଙ୍ଗରେ ତୁଳନା କଲେ କିଛି ହବନି, କିନ୍ତୁ ଆଂଶିକ ଆମେ ବୁଝିପାରିବା। ମାନେ ଭାବି ନିଅନ୍ତୁ ଗୋଟେ ଡବା ଭିତରେ ଆମେ ପେଟ୍ରୋଲକୁ ରଖିଛେ, ହୁଁ, ଗୋଟେ ବୋତଲ ଭିତରେ ଠିପି ଦେଇକିରି। ହୁଁ, ବୋତଲ ଭାଙ୍ଗିଗଲା, ସେ ହୁଁ, ପେଟ୍ରୋଲ ବି ଭାସ୍ପିତ ହେଇଯିବ। ହୁଁ, ସେମିତି ମନର ଆଧାର କ'ଣ? ମନର ଆଧାର ମସ୍ତିଷ୍କ। ହୁଁ, ମସ୍ତିଷ୍କ ଯେତେବେଳେ ପୋଡ଼ିଗଲା, ହୁଁ, ତାହେଲେ ସେଠି ହଉଛି ଆଉ ସ୍ମୃତି କୋଉଠି ରହିବ? ଏଠି ଆମେ ଏଠି ଗୋଟେ ଶରୀରକୁ ପରଖୁଛେ, ହଁ, କିନ୍ତୁ ସମିଷ୍ଟି ଦେଖନ୍ତୁ, ବେଷ୍ଟି ସମିଷ୍ଟି ମାନେ ହୁଁ, ହିରଣ୍ୟଗର୍ଭ ଶୁଣିଥିବେ ଗୋଟେ ଶବ୍ଦ। ହଁ, ଶୁଣିଛି। ହିରଣ୍ୟଗର୍ଭ ମାନେ ସମସ୍ତ ଶରୀରର ଆଧାର କହିପାରିବା। ହଁ, ସେ ସ୍ତରରେ କିନ୍ତୁ ଆଉ ଗୋଟେ କଥା, ଏଠି ଆମେ ଫେରେ ଏମିତି ଦୁଇ ରୂପରେ ପରଖିଲେ ଆଉ ଟିକେ କନଫ୍ୟୁଜ ହେଇଯିବେ। ମୂଳ କଥା ଦେଖନ୍ତୁ, ନିଜକୁ ହିଁ ପରଖନ୍ତୁ, ନିଜକୁ କେନ୍ଦ୍ରବିନ୍ଦୁ ରଖିବେ। ଆତ୍ମଜ୍ଞାନର ପ୍ରଥମ ସିଦ୍ଧାନ୍ତ ହେଲା ନିଜକୁ କେନ୍ଦ୍ରବିନ୍ଦୁ ରଖିବେ, ହୁଁ, ନିଜକୁ ଚିହ୍ନିବା ପାଇଁ ଚେଷ୍ଟା କରିବେ। ହୁଁ, ଆମେ ଯେଉଁ ବାହାରେ ଯେଉଁ ମୃତ୍ୟୁକୁ କହୁଛେ, ମୃତ୍ୟୁ ହେଲା ପରେ ତ ଶରୀରକୁ ପୋଡ଼ି ଦେଉଛେ, ପୋତି ଦେଉଛେ। ସେଠି ମସ୍ତିଷ୍କ ତ ପୋଡ଼ିଗଲା। ମସ୍ତିଷ୍କ ଯଦି ପୋଡ଼ିଗଲା, ତାପରେ ସେଠି ସୂକ୍ଷ୍ମ ଶରୀର ରହିବାର ଲଜିକ୍ ହିଁ କିଛି ଫିଟ୍ ହଉନି ନା।
ଲଜିକ୍ ଏଠି ସିଙ୍କ ହଉନି। ହଁ ଧରିପାରୁଛନ୍ତି ଲଜିକଟା ଠିକ ଲାଗୁନି। ମାନେ ଆମେ ତ ଆମେ ତ ଦେଖିଛେ ଜୀବିତ ଅବସ୍ଥାରେ ବି ଲୋକଙ୍କ ସ୍ମୃତି ଅଦୃଶ୍ୟ ହେଇଯାଉଛି। ମୁଣ୍ଡରେ ହୁଁ କାହାର ମାଡ଼ ବାଜିଗଲା, ହୁଁ ଭୁଲିଗଲେ ସବୁ। ହୁଁ ସେ ଦେଖୁଛନ୍ତି ଚିହ୍ନି ପାରୁନାହାନ୍ତି, ଇଏ କିଏ ସିଏ କିଏ। ବ୍ରେନ୍ ଷ୍ଟ୍ରୋକ୍ ହେଇଗଲା, ବହୁତ ଲୋକଙ୍କ ଅଛନ୍ତି ଦେଖିବେ ବ୍ରେନ୍ ଷ୍ଟ୍ରୋକ୍ ହେଲା, ସେ ଚିହ୍ନି ପାରନ୍ତିନି। ତ ହୁଁ ଯଦି ଜୀବିତ ଅବସ୍ଥାରେ ହିଁ ସ୍ମୃତି ଅଦୃଶ୍ୟ ହେଇଯାଉଛି, ତାହେଲେ ଆମେ କେମିତି କହିବା ଯେ ମୃତ୍ୟୁ ପରେ ସେ ସ୍ମୃତି ରହୁଛି? ଏଠି ସେ କଥା କୁହାଯାଉନି। ଏଠି ଏକଥା କୁହାଯାଉଛି ଯେତେବେଳେ ଆତ୍ମା ଦେହ ସ୍ତରରେ ଅଛନ୍ତି, ଶରୀର ସ୍ତରରେ ଅଛନ୍ତି, ସେତେବେଳେ ସେ ସ୍ଥୂଳ ଶରୀରକୁ ପରଖୁଛନ୍ତି। ଯେତେବେଳେ ସୂକ୍ଷ୍ମ ଶରୀରକୁ ଆସୁଛନ୍ତି, ସୂକ୍ଷ୍ମ ଶରୀରକୁ ଆସୁଛନ୍ତି ମାନେ କଣ? ବିଚାରଧାରାକୁ ଆସୁଛନ୍ତି, ମନରେ ବୃତ୍ତି କରୁଛନ୍ତି। ପ୍ରାଣ ହୁଁ ଶକ୍ତି ଜାଗାରେ ଯେତେବେଳେ ପ୍ରାଣାୟାମ କରୁଛନ୍ତି, କିମ୍ବା ଯେତେବେଳେ ହଉଛି ସ୍ୱପ୍ନ ରୂପରେ ହଜିମଜିକରେ ଅଛନ୍ତି, ହଁ ସେଠି ସେଠୁ ସେ ସୂକ୍ଷ୍ମ ଶରୀରରେ ଅଛନ୍ତି। ହୁଁ ନିଜକୁ ହିଁ ପରଖନ୍ତୁ, ବାହାରେ ନୁହଁ। ବାହାରେ ପରଖିଲେ କନଫ୍ୟୁଜ ହବ। ଏଠି ମେନ୍ ଆପଣ ସ୍ୱପ୍ନ ଦେଖୁଛନ୍ତି, ହୁଁ ସ୍ୱପ୍ନରେ ଅଛନ୍ତି। ହଁ ସ୍ୱପ୍ନରେ କେମିତି ଅଛନ୍ତି? ସୂକ୍ଷ୍ମ ଶରୀରରେ ଅଛନ୍ତି। ଅଛି ସ୍ୱପ୍ନରେ। ସେଠୁ ସ୍ୱପ୍ନରେ ସ୍ଥୂଳ ଶରୀର କଣ ହେଇଛି? ମୃତ୍ୟୁ ହେଇଯାଇଛି। ଅଛି ହଁ କି ସେଠି? ନା ନାହିଁ, ସେଠି ନାହିଁ। ସେଠି ନାହିଁ, ସେଠି କେବଳ ସୂକ୍ଷ୍ମ ଶରୀର ଅଛି। ପ୍ରାଣାୟାମ କରୁଛନ୍ତି, ପ୍ରାଣ ବାୟୁ ସାଙ୍ଗରେ ଏକ ହେଇକି ଅଛନ୍ତି। ମନରେ ଅଛନ୍ତି, ମନ ଅଛି ସେଠି, ମନ ନାହିଁ କହିପାରିବାନି। କାହିଁକିନା ନିଶ୍ୱାସକୁ ଦେଖୁଛି, ଏ ଚିନ୍ତାଧାରା ଅଛି ମାନେ ମନ ଅଛି, ହୁଁ ଚିନ୍ତାଧାରା ବୃତ୍ତି ଅଛି ମାନେ ମୁଁ ଅଛି। ମୁଁ ଅଛି ମାନେ କଣ? ସେଠି ଆଉ ଦେହ ନାହିଁ, ଦେହକୁ ଭୁଲି ଯାଇଛନ୍ତି, ଶରୀରକୁ ଭୁଲି ଯାଇଛନ୍ତି। ଶରୀରର ମୃତ୍ୟୁ ହେଇଯାଇଛି, ଆପଣ ଅଛନ୍ତି। ଆପଣ ଅଛନ୍ତି ସୂକ୍ଷ୍ମ ଶରୀରରେ। କାରଣ ଶରୀର, କାରଣ ଶରୀର ଯେତେବେଳେ ନିଜକୁ ଯେତେବେଳେ ଧ୍ୟାନର ଧାରଣାର ଟିକେ ଉର୍ଦ୍ଧ୍ୱକୁ ଯିବେ, ଧାରଣାର ଉର୍ଦ୍ଧ୍ୱକୁ ଯିବେ କଣ? ଯେତେବେଳେ ଆପଣ ହଉଛି ଭାବି ନିଅନ୍ତୁ ନିଶ୍ୱାସର ଧ୍ୱନିକୁ ଶୁଣୁଛନ୍ତି, ସେଠି ଅହଙ୍କାର ଅଛି। ଅହଙ୍କାର ଅଛି ମାନେ କଣ ଅଛି? ମୁଁ ଗୋଟେ ନିଶ୍ୱାସର ଧ୍ୱନିକୁ ଶୁଣୁଛି ମାନେ ମୁଁ ଅଛି ସେଠି। ହୁଁ ଧ୍ୟାନ ଦେଇ ବୁଝନ୍ତୁ ଏଇ କଥାଟାକୁ। ତାପରେ ହୁଁ ଆପଣ ଭାବି ନିଅନ୍ତୁ ଆପଣଙ୍କୁ ହୃଦୟ ସ୍ପନ୍ଦନ ଶୁଗା ଯାଉଛି। ହୃଦୟ ହୁଁ ସ୍ପନ୍ଦନ ଶୁଗା ଯାଉଛି ମାନେ ସେଠି ବି ମୁଁ ଅଛି। ହଁ, ମତେ ହୃଦୟ ସ୍ପନ୍ଦନ ଶୁଗିଲା, ମତେ ହୃଦୟ ସ୍ପନ୍ଦନ ଶୁଗିଲା। ହୃଦୟ ସ୍ପନ୍ଦନ ମତେ ସ୍ପଷ୍ଟ ଶୁଗା ଯାଉଛି ମାନେ ମତେ, ମୁଁ ରଖିକିରି ମୁଁ ଯୁକ୍ତ ହୃଦୟ ସ୍ପନ୍ଦନକୁ ଶୁଣୁଥିଲା ପରିକା ମନରେ ବିଚାର ଅଛି ସେଠି। ତାପରେ ହୁଁ ଆଉ ଟିକେ ଉର୍ଦ୍ଧ୍ୱକୁ ଗଲେ, ଆଉ ଟିକେ ଉର୍ଦ୍ଧ୍ୱ, ପକ୍ଷୀ ପକ୍ଷୀ ବୋବିଲା ଭଳିଆ ଶବ୍ଦ ଶୁଭୁଛି। ଆଚ୍ଛା 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 ଆଚ୍ଛା, ହଁ ମତେ ଆଜି ସାଧନାରେ ପକ୍ଷୀ ବୋବେଇଲା ପରିକା ଶବ୍ଦ ଶୁଭିଲା ମାନେ ମୁଁ ଅଛି ସେଠି। ହୁଁ ଅହଙ୍କାର ଅଛି, ଅବିଦ୍ୟା ଅଛି, କାରଣ ଶରୀର ଅଛି। ସେ କାରଣ ଶରୀର ହିଁ ସେଠି ପରଖୁଛି, ମତେ ଆଜି ପକ୍ଷୀ ବୋବେଇଲା ଭଳିଆ ଶବ୍ଦ ଶୁଭିଲା। ତାପରେ ଆଉଥରେ ଟିକେ ମୁଁକୁ ପରଖୁଛନ୍ତି, ଆଉ ଟିକେ ମୁଁକୁ ପରଖୁଛନ୍ତି କଣ? ଆଉ ଟିକେ ଗଭୀର ଭାବରେ ଯାଇକିରି ଆପଣ ଦେଖୁଛନ୍ତି କାରଣ ଶରୀର ସେଇ କାରଣ ଶରୀର ମୁଁ ହିଁ ପରଖୁଛି। ଆଉ ଟିକେ ଗଭୀର ଭାବରେ ଯାଇକିରି ବ୍ରହ୍ମଧ୍ୱନି ଶୁଭିଲା, ଶଙ୍ଖଧ୍ୱନି ଶୁଭିଲା। ଆଜି ମତେ ଶଙ୍ଖଧ୍ୱନି ଶୁଭିଲା, ଆଜି ମତେ ଶଙ୍ଖଧ୍ୱନି ଶୁଭିଲା। ଆଜି ମୁଁ ସାଧନାରେ ଆହୁରି ଗଭୀର ସ୍ଥିତିକି ଗଲି, ଆହୁରି ଉଚ୍ଚ ସ୍ଥିତିକି ଗଲି। ମୁଁ ଶୁଣିପାରୁଛି, ମୁଁ ଶୁଣିପାରୁଛି, ମୁଁ ଶୁଣିପାରୁଛି କଣ? ସେଠି କାରଣ ଶରୀର ଅଛି, ମୁଁ ଅଛି, ଅହଙ୍କାର ଅଛି। ଭାବି ନିଅନ୍ତୁ ଧୀରେ ଧୀରେ ଆପଣ ନିରୁଦ୍ଧ ଅବସ୍ଥାକୁ ପଳେଇଲେ। ମୁଁ ଅଦୃଶ୍ୟ ହେଇଗଲା, ମୁଁ ଅଦୃଶ୍ୟ ହେଇଗଲା। ମୁଁକୁ ଭୁଲିଗଲି, ମୁଁ ଧ୍ୟାନରେ ପ୍ରବେଶ କଲି। ଧ୍ୟାନ ସେଠି ଘଟିତ ହେଲା, ଧ୍ୟାନସ୍ଥ ମୁଁ ହେଲି। ମନ ନିରୁଦ୍ଧ ହେଇଗଲା। ନିରୁଦ୍ଧ ହେଇଗଲା କଣ? ମନ ମୌନ ହେଇଗଲା। ମନରେ ବିଚାର ନାହିଁ, ମନରେ ବୃତ୍ତି ନାହିଁ, ମନ ମାୟା। ମନ ହଜିଗଲା, ତାହେଲେ କିଏ ଅଛି? ମୁଁ ଅଛି। ମୁଁ ଅଛି, ମୋ ସାଙ୍ଗରେ ଅଛି, କିନ୍ତୁ ମୋ ସାଙ୍ଗରେ ମନ ରୂପକ ମାୟା ଯୋଡ଼ି ହେଇନି, ଅହଙ୍କାର ଯୋଡ଼ି ହେଇନି। ଅହଙ୍କାର ଅଦୃଶ୍ୟ ହେଇଗଲା, ମୁଁ ମିଟିଗଲି, ମୁଁରୁ ଉର୍ଦ୍ଧ୍ୱକୁ ପଳେଇଲି। ଧରିପାରୁଛନ୍ତି କଥାକୁ? ମୁଁ ଆକ୍ଚୁଆଲି ମୁଁରୁ ଉର୍ଦ୍ଧ୍ୱକୁ ପଳେଇଲି। ସେ ଯେଉଁ ମୁଁରୁ ଉର୍ଦ୍ଧ୍ୱକୁ ପଳେଇକିରି ମୁଁ ଯେଉଁ ମୋ ସାଙ୍ଗରେ ସମାହିତ ହେଇକି ଧ୍ୟାନସ୍ଥ ହେଇକିରି ଅଛି, ଯଦି ସେ ଅବସ୍ଥାକୁ ଆମେ ଗଭୀର ଭାବରେ ପରଖିବା, ସେଠି ମନ ବି ଅଛି, ସେଠି ଶରୀର ବି ଅଛି, ସେଠି ସ୍ଥୂଳ ଶରୀର ସୂକ୍ଷ୍ମ ଶରୀର ଅଛି, କିନ୍ତୁ ଥାଇକିରି ବି ଅଦୃଶ୍ୟ ହେଇଯାଇଛନ୍ତି, ସମାହିତ ହେଇଯାଇଛନ୍ତି, ଏକ ହେଇଯାଇଛନ୍ତି। ଆଉ ତିନିଟା ଲେୟର ନାହିଁ, ତିନିଟା ସ୍ତର ନାହିଁ। ସ୍ଥୂଳ ଶରୀରକୁ ଭୁଲିକିରି ଆମେ ସୂକ୍ଷ୍ମ ଶରୀରରେ କାର୍ଯ୍ୟରତ ଥିଲେ, ସୂକ୍ଷ୍ମ ଶରୀରକୁ ଭୁଲିକିରି ଆମେ କାରଣ ଶରୀରକୁ ଯାଇକରି ପରଖୁଥିଲେ, କାରଣ ଶରୀରକୁ ଭୁଲିକିରି ନିଜ ସାଙ୍ଗରେ ନିଜେ ସମାହିତ ହେଇଗଲେ, ଧ୍ୟାନସ୍ଥ ହେଇଗଲେ। ଧରିପାରୁଛନ୍ତି କଥାକୁ? ଏଇଟା ଏକଥା କୁହାଯାଇଛି। କିନ୍ତୁ ଏସବୁ ଦେଖନ୍ତୁ, ଗୋଟେ କଥା, ବ୍ରହ୍ମ ଅଛନ୍ତି ତ ବ୍ରହ୍ମଙ୍କ ସାଙ୍ଗରେ ତାଙ୍କର ହିଁ ସେ ମାୟା ଅଛି। ବ୍ରହ୍ମଙ୍କଠାରୁ ମାୟା ଅଲଗା ନୁହଁ,
ବ୍ରହ୍ମଙ୍କ ଠାରୁ ଏ ଯେଉଁ ସଂସାର ଅଲଗା ନୁହଁ। ସିଏ ତାଙ୍କ ଭିତରେ ସେ ଦେଖନ୍ତୁ, ଆମେ ବହୁତ କଥା ଶୁଣିଛେ। ଆମେ ଶୁଣିଛେ ମୁକ୍ତି ମାନେ ଜନ୍ମ ମୃତ୍ୟୁର ବନ୍ଧନରୁ ମୁକ୍ତ ହେଇଯିବା, ଏଇଟା ବି ଜାଣିଛେ, ହୁଁ ହଁ କି ନାଇଁ? ହୁଁ ଶୁଣିଛନ୍ତି ନା ନାଇଁ ଆପଣ? ହଁ ମୃତ୍ୟୁ ମାନେ ହଁ ଜନ୍ମ ମୃତ୍ୟୁର ବନ୍ଧନରୁ ମୁକ୍ତ ହେଇଯିବା। ମୁକ୍ତ ହେଇଯିବା। ମୁକ୍ତ ହେଇଯିବା ମାନେ କଣ? ଏ ଯେଉଁ ଦେହ ମରିବନି, ହୁଁ ବୁଝିପାରୁଛନ୍ତି ମୋ କଥାକୁ? ହୁଁ ଦେହ ତ ମରିବ। ହୁଁ ରାମକୃଷ୍ଣ ପରମହଂସଙ୍କର ବି ଦେହ ଅନ୍ତ ହେଇଥିଲା। ହୁଁ ସ୍ୱାମୀ ବିବେକାନନ୍ଦଙ୍କର ବି ଶରୀର ଅନ୍ତ ହେଇଥିଲା। ହୁଁ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କର ବି ଶରୀର ଅନ୍ତ ହେଇଥିଲା। ହୁଁ ଦୟାନନ୍ଦ ସରସ୍ୱତୀଙ୍କର ବି ଶରୀର ଅନ୍ତ ହେଇଥିଲା। ତ ହୁଁ ଅନ୍ତ ହେଇଥିଲା ମାନେ କଣ? ସେମାନେ ତ ମୁକ୍ତି ପାଇଥିଲେ, ସେମାନେ ତ ମୁକ୍ତ ଥିଲେ, ସେମାନେ ତ ସିଦ୍ଧି ପାଇଥିଲେ। ତାହେଲେ ଦେହ ଯଦି ଅନ୍ତ ହେଲା, ଆମେ କେମିତି କହିବା ଯେ ଶରୀର ଅନ୍ତ ହେଲେ ମୁଁ ମୁକ୍ତି ପାଇଲି? ମୁକ୍ତି ପାଇଲି ମାନେ ଏ ସତ୍ୟକୁ ବୁଝିଲି, ମୁଁ ହଁ ଏ ସତ୍ୟକୁ ଚିହ୍ନିଲି, ମୁଁ ହଁ ଜାଣିଲି, ମୁଁ ଚିହ୍ନିଲି। ମୁଁ ଦେହ ନୁହେଁ, ମୁଁ ଦେହି, ମୁଁ ହଁ ଭିତରେ ଅଛି। ବାହାରେ ଯାହା କିଛି ଦେଖୁଛି ଏସବୁ ସ୍ୱପ୍ନ, ହଁ ଏସବୁ ମିଛ ଲୀଳା, ମୁଁ ରଚିଥିବା ଲୀଳା। ମୋ ଲୀଳାରେ ମୁଁ ହଜି ଯାଇକରି ମୁଁ କୁ ଭୁଲି ଯାଇଥିଲି। ଏବେ ମୁଁ କୁ ଚିହ୍ନିଲି, ଲୀଳାକୁ ବୁଝିଲି। ଏଇଟା ଆଉ ହେଲା ଦେହ ଥିଲେ ଯାହା, ନଥିଲେ ସେଇଆ। ଜୀବନ ମୁକ୍ତି ବୁଝିତା। ବୁଝିପାରିଲେ? ହଁ ଏଇଟା ଆଜି ଚର୍ଚ୍ଚା ବହୁତ ଗଭୀର ହେଲା, ଏଇଟା ଅପଲୋଡ କରିବା। ହଁ ବହୁତ ଲୋକଙ୍କ ପାଖରେ ପହଞ୍ଚୁ ଏ ଜ୍ଞାନ। ଏମିତିଆ ଚର୍ଚ୍ଚା ହବା ଦରକାର। ହୁଁ ଗଭୀରରୁ ଗଭୀର ଚର୍ଚ୍ଚା ହେଲେ ହିଁ ବିବେକ ଜାଗୃତ ହବ, ଆମେ ବୁଝିପାରିବା। ତ ଏଇଠି ଯାହା ବି ଶାସ୍ତ୍ରରେ ବର୍ଣ୍ଣନା ହେଇଛି, କିମ୍ବା ଯିଏ ବି ଗୁରୁଦେବ ଆକୁ ସବୁ ବ୍ୟାଖ୍ୟା କରିଛନ୍ତି, ତାର ଗଭୀରତାକୁ ଆମେ ପରଖି ପାରିବା ଦରକାର। ପରଖି ନ ପାରିଲେ ଫେର ହଉଛି ମାୟାରେ ହଜିଯିବା, ଫେର ବହିର୍ମୁଖୀ ହେଇଯିବା। ହୁଁ ଏଇସବୁ କଥା। ଆଉ କୁହନ୍ତୁ, ଆଉ କଣ ପ୍ରଶ୍ନ ଅଛି? ନା ମୁଁ ସେଇ କଥାଟା କହିଥିଲି ନା, ଯେ ମରିଗଲା ପରେ ମଣିଷ ସୂକ୍ଷ୍ମ ଶରୀରରେ ରହେ। ଏମିତି ଭିତରକୁ ବାହାରକୁ ଆମେ। ଶରୀର ହଁ ହଁ, ଏଠି ଏକ ଅଛନ୍ତି। ସେ ଏକକୁ ଅଖଣ୍ଡ ଭାବରେ, ଅଦ୍ୱୈତ ଭାବରେ, ଅଭିନ୍ନ ଭାବରେ ଯେତେବେଳେ ଏକରେ ଏକର ଲୀଳାକୁ ଚିହ୍ନିଦେବେ, ବୁଝିଦେବେ, ମୁକ୍ତି ହେଲା ସେଇଟା। ଅର୍ଥାତ୍ ପ୍ରତ୍ୟେକ ବ୍ୟକ୍ତିର ସୂକ୍ଷ୍ମ ଶରୀର ଗୋଟେ ନା ଅଲଗା? ଏଠି ପ୍ରତ୍ୟେକ କୋଉଠୁ ଆସିଲା ତାହେଲେ? 5 ଜଣ ଲୋକ ଯୋ- ନାଇଁ ନାଇଁ, ଶୁଣନ୍ତୁ, ଯୋଉଠି ଦୁଇ ନାହିଁ, ପ୍ରତ୍ୟେକ କୋଉଠି ଆସିଲା? ଫେର ମନର ସ୍ତରରେ ହଜିଗଲେ ଆମେ। 5 ଜଣ ଲୋକ ଯଦି ଶୋଇଥିବେ, ହଁ 5 ଜଣ ସ୍ୱପ୍ନ ଯୋଉ ଦେଖୁଛନ୍ତି, ହଁ ହଁ। ସମସ୍ତେ ଅଲଗା ଅଲଗା ସ୍ୱପ୍ନ ଦେଖୁଛନ୍ତି। ତାର ସ୍ୱପ୍ନକୁ ଇଏ ତ ବୁଝିପାରୁନି, ଆ ସ୍ୱପ୍ନକୁ ସେ ବୁଝିପାରୁନି। ଇଏ ସବୁର ସ୍ୱପ୍ନକୁ କିଏ ପରଖୁଛନ୍ତି? ହଁ, ସବୁର ସ୍ୱପ୍ନକୁ ତ ଜଣେ ମୁଁ ପରଖୁଛନ୍ତି। ପରଖୁଛି। ଆଚ୍ଛା, ମୋ ସ୍ତରରେ ମୁଁ ପରଖୁଛି, ତାଙ୍କ ସ୍ତରରେ ସେ କହିବେ ମୁଁ ନାଇଁ ନାଇଁ, ପରଖୁଛି ତାଙ୍କ ସ୍ତର ବି ମୋ ଭିତରେ ହିଁ ଏକ ବିଚାର ନୁହଁ କି? ଧରିପାରିଲେ ଏ କଥାକୁ? ହଁ ହଁ ଧରିପାରୁଛନ୍ତି? ବୁଝିପାରୁଛି, ହଁ। ସେ ତ ପୁରା ତାଙ୍କ ସ୍ତରରେ ବି ସେଇ ମୁଁ ହଁ ବିଚାର। ତ ଏଇଠି ଆକ୍ଚୁଆଲି ମୁଁ କୁ କେନ୍ଦ୍ରବିନ୍ଦୁ ରଖିକିରି ବ୍ରହ୍ମଜ୍ଞାନ ହେଲା, ସବୁର ମୂଳରେ ମୁଁ ଅଛି। ହୁଁ ସବୁର କାରଣ କର୍ତ୍ତା ମୁଁ ଥିବାରୁ ମୋ ଭିତରେ, ମୋ ବିଚାର ଭିତରେ, ମୋ କଳ୍ପନା ଭିତରେ ସଂସାର ଅଛି। ସଂସାର ମୋ କଳ୍ପନା, ସଂସାର ମୋ ବିଚାର, ସଂସାର ମୋ ମନ, ସଂସାର ମୋରି ମାୟା, ମୁଁ ହିଁ। ବୁଝିପାରୁଛନ୍ତି? ଏଠି ଆକ୍ଚୁଆଲି ଦେଖନ୍ତୁ, ଆମେ ସବୁର ମୂଳ ହେଲା, ବ୍ରହ୍ମ ବିଦ୍ୟାର ମୂଳ ହେଲା ମୁଁ କୁ ଚିହ୍ନିବା, ନିଜର ସତ୍ ସତ୍ତାକୁ ଚିହ୍ନିବା। ତ ସେ ସତ୍ ସତ୍ତାକୁ ଚିହ୍ନୁଥିବା ସମୟରେ ଇଏ ସବୁ ମନର ଯୋଉ ମାୟାରେ, ମନର ଯୋଉ ଅଜ୍ଞାନରେ, ମନର ଯୋଉ ବହିର୍ମୁଖୀ ଭୌତିକ ବିଚାର ଚିନ୍ତାଧାରା ମଧ୍ୟରେ ଆମେ ହଜି ମଜିକରି ଏମିତି ସବୁ ପ୍ରଶ୍ନ ଉଠେ। ତ ଏ ସବୁ ପ୍ରଶ୍ନର ଗୋଟେ ଗୋଟେ ଉତ୍ତର ଯେତେବେଳେ ବୁଝି ବୁଝିକା ଯିବେ, ଅସଲି ମୋ ପାଖରେ ପହଞ୍ଚିବେ, ଅସଲି ମୋ ପାଖରେ। ଏଇଠି ଏସବୁ ସେଇଟା ଗୋଟେ ଧାଡି ଗୁରୁଦେବ ଲେଖିଛନ୍ତି। କୁହନ୍ତୁ। ଏଇଟା ମୁଁ ଦେଖିଥିଲି ବୋଲି ଆପଣଙ୍କୁ ପଚାରିଲି। ହଁ ହଁ, ଯେ କୁହନ୍ତୁ। ତୁମେ ଏବଂ ତୁମ ସହିତ ଆଉ କିଛି ଲୋକ ଶୋଇଛନ୍ତି, ଆଜ୍ଞା ତୁମ ନାମ ଧରି କେହି ଜଣେ ତୁମକୁ ଡାକିଲା। ଆଜ୍ଞା। ଏହି ଡାକକୁ ଅନ୍ୟ କେହି ଶୁଣେ ନା, କି ଏହା ଉପରେ ଧ୍ୟାନ ଦିଏ ନା, କି ଉଠେ ନା, ମାତ୍ର ତୁମେ ଉଠିଯାଅ, କାହିଁକି? ହଁ, ଏଇଠି ମୋର ମନରେ ପ୍ରଶ୍ନ ଉଠିଲା। ଭାବି ହୁଁ ନିଅନ୍ତୁ, ଜଣେ ଶରୀର ଅଛନ୍ତି, ତାଙ୍କ ନାଁ ବାବୁନା। ହଁ 3 ଜଣ ଶରୀର, ତାଙ୍କ ନାଁ ବି ହୁଁ ବାବୁନା ହେଇପାରେ। ହୁଁ 3 ଜଣଙ୍କ ସେମ୍ ନାଁ ରହୁଛି ନା। ହୁଁ ବୁଝିପାରୁଛନ୍ତି? ବାବୁନା ଯେମିତି ଜଣଙ୍କ ନାଁ, ସେମିତି ହୁଁ ବାବୁନା 3 ଜଣଙ୍କ ନାଁ ଅଛି। 3 ଜଣ ବାବୁନା ଶୋଇଛନ୍ତି, ଆପଣ ଡାକିଲେ କିଏ ଉଠିବେ? ବାବୁନା ଉଠିବେ। କୋଉ ବାବୁନା? 3 ଜଣ ଅଛନ୍ତି ନା, କିଏ ଉଠିବେ? ହଁ ନା, ସେମିତି ହବନି। ଆଁ ଇଠି ତ ସେଇଟା ତାଳ ଖାଉନି।
ନା ଏଠି ଦେଖନ୍ତୁ ଶୁଣନ୍ତୁ ଶୁଣନ୍ତୁ ଯେତେବେଳେ ଆମେ ଏ କଥାକୁ ବି ଶୁଣିଛେ ବୁଝିଲି ପ୍ରାକ୍ଟିକାଲି, ଆପଣ ନାଇଁ କଥା ଶୁଣନ୍ତୁ ଶୁଣନ୍ତୁ, ନାଇଁ ନାଇଁ ଟିକେ 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 ବୁଝନ୍ତୁ, ପ୍ରାକ୍ଟିକାଲି ହୁଁ ଭାବି ନିଅନ୍ତୁ ଗୋଟେ ଘରେ 5 ଜଣ ଶୋଇଛନ୍ତି। ହୁଁ ସେ 5 ଜଣ ଶୋଇଥିବା ସମୟରେ ଯେତେବେଳେ ଆପଣ ଡାକୁଛନ୍ତି, ବେଳେ ବେଳେ କଣ ହଉଛି, ଯାହାକୁ ଡାକୁଛନ୍ତି ସିଏ ଉଠି ନାହାନ୍ତି, ଯାହାର ଟିକେ ପତଳା ନିଦ ସିଏ ଉଠି ଯାଆନ୍ତି, ହୁଏ କି ହଁ ନାଇଁ? ହଁ ହୁଏ ଏଇଟା ହେଇଛି ନା ନାଇଁ? ହୁଁ ତାହେଲେ ସେ ବ୍ୟକ୍ତି କାହିଁ ଉଠିଲେନି? ହୁଁ ଧରି ପାରୁଛନ୍ତି ମୋ କଥାକୁ? ଏସବୁ ହୁଁ ଦେଖନ୍ତୁ, ଗୋଟେ କଥା, ଶାସ୍ତ୍ରର ଗଭୀରତାକୁ ବି ବହୁତ କିଛି ଲୋକ ହେଇପାରେ କିଛି ମୋଡିଫାଏ କରିଦେଇଛନ୍ତି, ହୁଁ। କି ହେଇପାରେ ଗୁରୁଦେବ କୋଉଠି କଣ ବୁଝିବା ପାଇଁ ଚେଷ୍ଟା କରୁଛନ୍ତି ତାକୁ ଟିକେ ଆମେ ବୁଝିପାରୁନେ। ଟିକେ ହିନ୍ଦୀରୁ ଓଡିଆକୁ କରିଛନ୍ତି ହଁ ଯେତେବେଳେ ହଁ ହଁ, ସେଇଟା କୋଉଠି ମୋଡିଫାଏ ହେଇଯାଇଛି। ଗୋଟେ କଥା, ଶୋଇଲେ ଉଠିଲେ ଦେଖନ୍ତୁ, ଆମେ ଶୋଇଛେ ମାନେ କଣ, ଆମେ ସ୍ଥୂଳ ଶରୀରରୁ ଯାଇକରି ସୂକ୍ଷ୍ମ ଶରୀରରେ ଅଛେ। ହୁଁ ଯେହେତୁ ସୂକ୍ଷ୍ମ ଶରୀରରେ ଅଛେ, ଯାହାର ନିଦର ସ୍ତର ଗଭୀର ଥିବ, ଯିଏ ହୁଁ ଗଭୀର ଭାବରେ ଶୋଇଥିବେ, ତାଙ୍କୁ ଆମେ ଡାକୁଛେ ମାନେ କଣ, ଶବ୍ଦ କରୁଛେ, ହୁଁ ପାଟି ଦ୍ଵାରା କିଛି ଶବ୍ଦ, ହୁଁ ଶବ୍ଦକୁ ଉଚ୍ଚାରଣ କରୁଛେ। ସେ ଶବ୍ଦ ତାଙ୍କ କର୍ଣ୍ଣେନ୍ଦ୍ରିୟରେ ବାଜିକିରି ତାଙ୍କ ନିଦ୍ରାକୁ ଭଙ୍ଗ କରୁଛି, ହୁଁ ଭାଙ୍ଗୁଛି। ହୁଁ ବୁଝିପାରୁଛନ୍ତି? ତ ହୁଁ ନିଦ୍ରାକୁ ଯେହେତୁ ଭାଙ୍ଗୁଛି, ଯାହାର ଟିକେ ପତଳା ନିଦ ଥିବ ପ୍ରଥମେ ସିଏ ଉଠିବେ। ହୁଁ ଯାହାର ଟିକେ ଗାଢ ନିଦ୍ର ଥିବ, ଯିଏ ଅଧିକ ଥକି ଯାଇଥିବେ, କିମ୍ବା ଯିଏ ଶୋଉଥିବା ସମୟରେ ଯାହାର ନିଦ୍ରା ବେଶୀ ଟାଣ କୁହନ୍ତୁ କି ଗାଢ ନିଦ୍ରାରେ ଥାନ୍ତି, ସିଏ ଉଠିବେନି। ତ ଏଠି ସେ କଥାଟା ତାଳ ଖାଉନି। ମୂଳ ହୁଁ କଥା ହେଲା, ଦେଖନ୍ତୁ, ଇଏ ସବୁ ତ ଠିକ ଅଛି, ଭୌତିକ କଥା, ଭୌତିକ ବସ୍ତୁ ଆମେ ପରଖୁଛେ। ମୂଳ କଥା ଏଇଟା ବିଲକୁଲ ମନରେ ବସେଇ ନିଅନ୍ତୁ, ବ୍ରହ୍ମ ଜ୍ଞାନରେ ନିଜକୁ ମୂଳ ରଖିବେ, ନିଜକୁ କେନ୍ଦ୍ରବିନ୍ଦୁ ରଖିବେ। ଯାହା ବି ବୁଝିଆ ଯାଉଛି, ନିଜ ଭିତରେ ତାକୁ ପରଖିବେ, ନିଜ ସାଙ୍ଗରେ ତାକୁ ପରଖିବେ। ବୁଝିପାରୁଛନ୍ତି? ହୁଁ। ଏଇଟା, ଆଉ କୁହନ୍ତୁ। ଜନ୍ମ ଆମେ ଜନ୍ମର ନାଁ କେତେବେଳେ ଦେବା ତାକୁ? ଜନ୍ମ ସେ ତ ଥିଲେ, ଅଛନ୍ତି, ଥିବେ। ଗୋଟେ ଶରୀର ଯେତେବେଳେ ଗୋଟେ ମାତୃ ଗର୍ଭର ସଞ୍ଚାର ହେଲା, ଯୋଉ ଆଜ୍ଞା ଭୂମିଷ୍ଠ ହେଲା, ଆମେ ଆଜ୍ଞା ତାକୁ କହୁଛୁ ଜନ୍ମ ହେଲା। ଆଜ୍ଞା। ତ ସେଇ ଜନ୍ମର ପ୍ରକୃତ ମାନେ ତାର ଆକ୍ଷରିକ ଅର୍ଥ ଟା କଣ ହବ ଜନ୍ମର? ହଁ, ଆଗ ଟିକେ ଏଇ କଥାଟାକୁ ଆମେ ତର୍ଜମା କରି ପରଖିବା, ତାପରେ ଆମେ ଆଗକୁ ଯିବା। ହୁଁ ପ୍ରଥମ କଣ, ଆପଣ କହିଲେ ମାତୃ ଗର୍ଭରୁ ବାହାରିଲା, ହଁ ଜନ୍ମ ହେଲା। ଜନ୍ମ ହେଲା। ତା ଆମେ ପୂର୍ବରୁ ସେ ଜୀବିତ ନାହାନ୍ତି କି? ନାହାନ୍ତି, ହଁ ଅଛନ୍ତି ନା ନାହାନ୍ତି? ଅଛନ୍ତି, ଶୁକ୍ର କୀଟ ଜୀବିତ ଅଛି ନା ନାଇଁ? ଅଛି। ତାର ଜନ୍ମ କିଏ ନେଲା? ଯେତେବେଳୁ ସେ ଭ୍ରୂଣ ରୂପରେ ପୁରା ରହିଲା, ସେତେବେଳୁ ତ ସେ ନାଇଁ ହେଲାଣି। ନାଇଁ 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 ନାଇଁ, ଶୁଣନ୍ତୁ ଶୁଣନ୍ତୁ ହୁଁ, ଶୁଣନ୍ତୁ, ଜନ୍ମ ଯଦି ଶୁକ୍ର କୀଟ ଜୀବିତ ଅଛି, ହୁଁ। ତାହେଲେ ଏଠି ଶରୀର ବାହାରକୁ ଆସିଲେ ହିଁ ଆମେ ଜନ୍ମ କାହିଁ କହୁଛେ? ହଁ, ଭୂମିଷ୍ଠ ହବା ବୋଲି କୁହା ହଉଛି, ସେଟା ଜନ୍ମ କୁହାଯାଏନି, ତ ଭୂମିଷ୍ଠ ହେଲା ବୋଲି କହିଥିଲେ ଜଣେ ଗୁରୁଦେବ। ସେଟାକୁ ଜନ୍ମ କୁହାଯାଏନି, ଜନ୍ମକୁ କେହି କହିପାରିବନି। ଗୋଟେ ପୁଷ୍ଟି ଯୋଉ ଦେଖା ହଉଛି, ଲୋକ ଜନ୍ମ ଧରନ୍ତି ଯେତେବେଳେ ଭୂମିଷ୍ଠ ହେଲା, ସେଟା କେମିତି ଜନ୍ମ ହେଲା? ତୁମେ ତ ମାତୃ ଗର୍ଭରୁ ଜୀବିତ ଅଛ, ବାସ୍ ଆସିଲା ଶୁକ୍ର ଇଏଠୁ ତମେ ଜୀବିତ ଅଛ। ବାସ୍, ମଞ୍ଜି ଭିତରେ, ଯେମିତି ଯୋଉ ଗୋଟେ ମଞ୍ଜି ଭିତରେ ତାର ଯୋଉ ଜୀବନୀ ତଥ୍ୟ ସତ୍ତା ଅଛି। ଟା ସେମିତି ବାସ୍ ବାହାରୁଛି ବାସ୍ ତା ସହିତ। ବାସ୍ ତ ବାସ୍ ବାସ୍। ଆମେ ସେଟାକୁ କହିବା ଯୋଉ କୋଉ ଆକାରରେ କହିବା ଯେ ଜନ୍ମ। କହିବାକୁ ଏଇ ଆକାରରେ କହିବା, ଯେତେବେଳେ ଆମେ ବହିର୍ମୁଖୀ ହେଇକିରି ସଂସାରକୁ ଦେଖୁଛେ, ମନର ସ୍ତରରେ ବିଭିନ୍ନ ଇଏରେ ହଜି ମଜିକିରି ଅଛେ, ଜାଗୃତ ଅବସ୍ଥାକୁ ଆମେ ଜନ୍ମ କହିପାରିବା। ଶରୀରର ଦେହର, ଏମିତି ତ ମୁଁ ନା ଜନ୍ମ ହଉଛି, ମୋର ନା ମୃତ୍ୟୁ ହୁଏ, ମୁଁ ନା ଆସେ, ମୁଁ ନା ଯାଏ। ହଁ ବୁଝିପାରୁଛନ୍ତି? ଇଏ ଗୋଟେ ଲୀଳା। ଏ ଲୀଳା ହେଲା ଗୋଟେ ଏକ ଭାବି ନିଅନ୍ତୁ, ଏକ ସିନେମା ପରିକା। ସିନେମା ମାନେ, ସିନେମାରେ ଦେଖନ୍ତୁ, ବିଭିନ୍ନ ଅଭିନୟ ସବୁ କରୁଥାନ୍ତି। ଅଭିନୟ ସତ ନୁହେଁ, ସିନେମା ଗୋଟେ ପରଦାରେ ଚାଲିଛି। ସେ ସିନେମାକୁ ଜଣେ ଦ୍ରଷ୍ଟା ଦେଖୁଛନ୍ତି, ସେ ଦୃଶ୍ୟକୁ ସେ ଆନନ୍ଦ ନେଉଛନ୍ତି, ସେ ଲୀଳାକୁ ଦେଖିକରି ଖୁସି ହେଉଛନ୍ତି। ତ ଏ ଯେଉଁ ସଂସାର ଏକ କାଳ୍ପନିକ ସିନେମା ଚାଲିଛି, ଏକ ଦୃଶ୍ୟ ଚାଲିଛି, ଆକୁ କିଏ ରଚନା କରିଛନ୍ତି? ମୁଁ ରଚନା କରିଛି। ମୁଁ ମାନେ କଣ? ମୋ ଜାଗାରେ ମୁଁ, ଆପଣଙ୍କ ଜାଗାରେ ଆପଣ, ଯିଏ ଶୁଣୁଛନ୍ତି ତାଙ୍କ ଜାଗାରେ ସିଏ। ସିଏ ହିଁ ଦ୍ରଷ୍ଟା ରୂପରେ ଦେଖୁଛନ୍ତି, କିନ୍ତୁ ଅବିଦ୍ୟାରେ ହଜିକିରି ଅଛନ୍ତି, ଅଜ୍ଞାନରେ ଦେଖୁଛନ୍ତି। ଟିକେ ଆମେ ଯୋଉ ସ୍ୱପ୍ନ କଥା ହଉଥିଲେ, ସେଇ ସ୍ୱପ୍ନ ହିଁ ଫେର ଆଉଥରେ ମୁଁ ସେ ସ୍ୱପ୍ନକୁ ସିନେମାର ନାମ ଦେଇଦେଲି ଏଠି। ଯୋଉ ହୁଁ ସଂସାରକୁ ଦେଖୁଛେ, ଏ ସଂସାର ସେଇ ସ୍ୱପ୍ନ ପରିକା ହିଁ। ସ୍ୱପ୍ନକୁ ଯଦି ସ୍ୱପ୍ନ ରୂପରେ ଦେଖିବେ, ତ ସେ ସ୍ୱପ୍ନ ଆପଣଙ୍କୁ ଖୁସି ଦବ, ବିଚଳିତ ହେବେନି, ଭୟଭୀତ ହେବେନି, ଡରିବେନି। କିନ୍ତୁ ଯଦି ସ୍ୱପ୍ନ ସଂସାରକୁ ଅବିଦ୍ୟାରେ ଦେଖିବେ, ଅଜ୍ଞାନରେ ଦେଖିବେ, ସତକୁ ମିଛ ମାନିବେ, ମିଛକୁ ସତ ମାନିବେ,
ମନର ସ୍ତରରେ କନଫ୍ୟୁଜ୍ ହେଇଯିବେ ଆଉ ଲୀଳାକୁ ବୁଝିପାରିବେନି। ଦୁଃଖରୁ ଉର୍ଦ୍ଧ୍ୱକୁ ଯାଇକରି ସୁଖ ଆନନ୍ଦ ନେବା ପାଇଁ ରଚିଥିବା ଲୀଳା ଦୁଃଖର କାରଣ ହେଇଯିବ। ମାନେ ଦେଖନ୍ତୁ ଗୋଟେ ଶ୍ଲୋକ ଅଛି, ମାନେ ଶାନ୍ତି ମନ୍ତ୍ର, ବହୁତ ଥର ବି ୟାକୁ ଆମେ ଉଚ୍ଚାରଣ କରିଥାଉ, ଯେଉଁଠିକି ସେଠି କୁହାଯାଉଛି, ହେ ଗୁରୁଦେବ ଆମକୁ ଅଜ୍ଞାନରୁ ଜ୍ଞାନର ପଥରେ ନେଇକି ଯାଅ, ଅନ୍ଧକାରରୁ ଆଲୋକ ଆଡ଼କୁ ନେଇକି ଯାଅ, ଆମକୁ ମୃତ୍ୟୁରୁ ଅମୃତତ୍ୱକୁ ପ୍ରାପ୍ତି କରିବା ପାଇଁ ଚେଷ୍ଟା କର। ଏ ଶ୍ଲୋକ ପଢ଼ିଛନ୍ତି ନା ନାଇଁ? ମୁଁ ଅସତୋମା ସଦ୍ଗମୟ। ଅସତୋମା ସଦ୍ଗମୟ ତମସୋମା ଜ୍ୟୋତିର୍ଗମୟ ମୃତ୍ୟୁର୍ମା ଅମୃତଙ୍ଗମୟ। ମାନେ ଏଇ ସବୁ କଥା ଆମେ ଅଜ୍ଞାନରେ ଥିବାରୁ, ଅବିଦ୍ୟାରେ ଥିବାରୁ ଆମେ ଏ ଯେଉଁ ସଂସାରକୁ ନିଜଠାରୁ ଅଲଗା ମାନିଛେ, ସଂସାର ରୂପକ ସ୍ୱପ୍ନକୁ ସତ ମାନିଛେ, ସତକୁ ପରଖି ପାରୁନେ। ବୁଝିପାରୁଛନ୍ତି? ତ ଏ ସତକୁ, ମାନେ ଦେଖନ୍ତୁ, ସତ୍ୟକୁ ଜାଣିବା ପାଇଁ କରୁଥିବା ପ୍ରୟାସ ହିଁ ଆଧ୍ୟାତ୍ମିକତା। ନିତ୍ୟ ପଦାର୍ଥକୁ, ନିଜର ଅସ୍ତିତ୍ୱକୁ, ନିଜର ବ୍ରହ୍ମ ସତ୍ତାକୁ, ନିଜର ନିତ୍ୟ ପଦାର୍ଥକୁ ଚିହ୍ନିବା ପାଇଁ କରୁଥିବା ପ୍ରୟାସ ହେଲା ଆତ୍ମଜ୍ଞାନ, ବ୍ରହ୍ମଜ୍ଞାନ। ବୁଝିପାରୁଛନ୍ତି? ତ ତାକୁ ଚିହ୍ନିଗଲେ, ସତ୍ୟକୁ ଜାଣିଗଲେ, ମିଥ୍ୟା ଆଉ କିଛି ଆମକୁ ବନ୍ଧନ କରିବନି, ମିଥ୍ୟାରେ ଆଉ ଆମେ ହଜିବାନି, ମିଥ୍ୟାରେ ମୁକ୍ତ ହେଇଯିବା। ଏଇସବୁ ଜିନିଷ। ତ ଜନ୍ମ ମୃତ୍ୟୁ ଏକ କଳ୍ପନା କହିପାରିବା। ମନର ସ୍ତରରେ ଆମେ ଗୋଟେ ବିଚାରଧାରା ତାକୁ ମାନି ଦେଇଛେ, ଆଉ ମୋହ ରୂପକ ବନ୍ଧନରେ ପଡ଼ିକରି ଆମେ ଅବିଦ୍ୟାରେ, ଅଜ୍ଞାନରେ ଆମେ ଅସ୍ଥିର ଚଞ୍ଚଳ ହେଉଛେ। ଆଉ ବ୍ରହ୍ମଜ୍ଞାନୀ ଯେତେବେଳେ ଆପଣ, ମାନେ ମନର ସ୍ତରରେ କହୁଛି ଆଉଥରେ, ଯେତେବେଳେ ମନ ଏ ସତ୍ୟକୁ ଚିହ୍ନି ପାରିବ, ମନ ଯେତେବେଳେ ମୁକ୍ତ ହେଇଯିବ, ଆଉ ଜନ୍ମ ମୃତ୍ୟୁ ଆପଣଙ୍କୁ ଆଉ ବାନ୍ଧିବନି, ଏ ଡର, ଏ ଭୟ ରହିବନି କାହାରି ବି, ନିଜରେ ବି। କାହିଁକିନା ଆପଣ ଚିହ୍ନି ଦେଲେ, ବୁଝିପାରିଲେ। ସ୍ୱପ୍ନରେ ଭାବି ନିଅନ୍ତୁ କିଏ କାହାର ମୃତ୍ୟୁ ହେଲା, ସେଟା ଗୋଟେ କଳ୍ପନା। ସ୍ୱପ୍ନରେ କିଏ ଜନ୍ମ ହେଲା, ସେଟା ଗୋଟେ କଳ୍ପନା। ଏ ସଂସାର ବି ସେଇ ସ୍ୱପ୍ନ ପରୀକ୍ଷା ହିଁ ଏକ କଳ୍ପନା, ଏକ ମାୟା ଖେଳ। ଆକୁ ବହୁତ ଲୋକ ବୁଝିପାରିବେନି, କାହିଁକିନା ଆକୁ ବୁଝିବା ପାଇଁ ସେତିକି ମନର ଗଭୀରତା, ସେତିକି ଜ୍ଞାନର ଗଭୀରତା, ସେତିକି ଜ୍ଞାନର ଆଧାରର ଆବଶ୍ୟକ ଅଛି। ସାଧାରଣ ଲୋକ ଆକୁ ଯଦି ଆମ କଥାକୁ କିଏ ଶୁଣିବେ, ସେ ହସିବେ, ତାଙ୍କୁ ଟିକେ ପାଗଳିଆ ଭଳିଆ ଲାଗିବ। କଣ ଆଡୁ ସାଡୁ ଗପୁଛନ୍ତି, କଣ ଜନ୍ମ, କଣ ମୃତ୍ୟୁ, କଣ କିଛି ନାହିଁ କହୁଛନ୍ତି। ସଂସାର ଏତେ ବ୍ୟାକୁଳ ଅଛି, ସଂସାରରେ ଏତେ ଲୋକ ପ୍ରତିଦିନ ଜନ୍ମ ହେଉଛନ୍ତି, ପ୍ରତିଦିନ ମୃତ୍ୟୁ ହେଉଛନ୍ତି। ତ ତାଙ୍କୁ ଦେଖନ୍ତୁ, ମୂଳ ହେଲା ବ୍ରହ୍ମଜ୍ଞାନକୁ ବୁଝିବା ପାଇଁ ଶାସ୍ତ୍ରର ଆଧାର ଦରକାର। ଶାସ୍ତ୍ରର ଉପନିଷଦ ଆମ ଭାରି ଦୁଃଖର କଥା, ଓଡ଼ିଶାରେ ଉପନିଷଦର ବହିର ବହୁତ କମି ଅଛି। ନାହିଁ କହିଲେ ଚଳିବ। ବହୁତ ଗୋଟେ ଅଧେ କୋଉଠି ଥିବ। ଆମେ ରସଗୋଲା ଆମ ନିଜର କରିବା ବୋଲିକିରି ବଙ୍ଗାଳ ସାଙ୍ଗରେ ଝଗଡ଼ା କରୁଛେ, କିନ୍ତୁ ଆମେ ବିଚାରା ଆମେ ଉପନିଷଦର ମୂଲ୍ୟ କ'ଣ ଆଙ୍କି ପାରୁନେ, ତାକୁ ଆମ ନିଜର କରିବା ପାଇଁ ଆମେ ତାକୁ ଟ୍ରାନ୍ସଲେଟ୍ କରିବା ପାଇଁ ପ୍ରଚେଷ୍ଟା କରୁନେ। କେତେ ଦୁଃଖର କଥା। ଭଲ ହେଲା, ବହୁତ ଲମ୍ବା ଚର୍ଚ୍ଚା ହେଲା। ଏଇଟା ଅପଲୋଡ୍ କରିଦେବି ମୁଁ, ଆପଣ ଦେଖିବେ। କାଲି ରିଲିଜ କରିଦେବା କି ପରଦିନ ରିଲିଜ କରିବା? ପରଦିନ। ଆଗକୁ ମୋର ଆହୁରି ପ୍ରଶ୍ନ ରହିବ, ମୁଁ ଆଜି ବି ଟିକେ ଆମେ ରଖିବା, ମୁଁ ଟିକେ ବ୍ୟସ୍ତ ହେଇଯିବି। ହଁ ହଁ, ନାଇଁ ମୁଁ ଦେଖନ୍ତୁ, ଆଗାମୀ ଦିନରେ ମୋର ବି ଗୋଟେ ଚେଷ୍ଟା ଚାଲିଛି, ଗୋଟେ ସଫ୍ଟୱେର ଡିଜାଇନିଂ କୋର୍ସ ମୁଁ କରୁଛି। ସେଟା ଆଗାମୀ ଦିନରେ ଗୋଟେ ଜୁମ୍ କ୍ଲାସେସ୍ ହବ। ଜୁମ୍ରେ ଯିଏ ଯେଉଁଠି ଅଛନ୍ତି ସେ ସେଇଠି ଥାଇକିରି ଆମେ ଯୋଡ଼ି ହେଇପାରିବା। ଏ ପ୍ରଶ୍ନ ଉତ୍ତର, ଏବେ କ'ଣ ହେଉଛି ନା, ପ୍ରଚାର ଏକ ପକ୍ଷ ହେଇଯାଉଛି, ମୁଇଁ ଗପୁଛି ସମସ୍ତେ ଶୁଣୁଛନ୍ତି। ଆଉ ଏମିତି ଦୁଇ ପକ୍ଷର ହେଇକିରି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ କଲେ ଆହୁରି ବଢ଼ିଆ ହୁଅନ୍ତା। ବହୁତ ମନରେ ଯେଉଁ ବିଚାର ଅଛି ସେ ଟିକେ ସ୍ପଷ୍ଟ ହୁଅନ୍ତା, ସେସବୁ ଆଲୋଚନା ଟିକେ ମାନେ ମନ ଅଜ୍ଞାନରୁ ଜ୍ଞାନ ଆଡ଼କୁ ଯାଇପାରନ୍ତା, ମନରେ ସ୍ପଷ୍ଟତା ଆସିପାରନ୍ତା। ସବୁ ଯୋଜନା ଚାଲିଛି, ହବ, ଟିକେ ସମୟ ଲାଗିବ, ଏସବୁ ହବ ଆଗାମୀ ଦିନରେ। ଠିକ ଅଛି, ମା। ହରି ଓମ୍, ଜୟ ଜୟ, ପ୍ରଣାମ ପ୍ରଣାମ ପ୍ରଣାମ।